हरे कृष्ण। प्रभु श्रद्धा भक्त ମାନଙ୍କୁ ସ୍ୱାଗତ କରୁଛି, ବିନମ୍ର ପ୍ରଣାମ କରୁଛି। ଆଜିର ସାନ୍ଧ୍ୟକାଳୀନ ଶ୍ରୀମଦ୍ ଭଗବଦ ଗୀତା କାର୍ଯ୍ୟକ୍ରମ ଆରମ୍ଭ କରିବା। ଆସନ୍ତୁ ପ୍ରେୟାର କରିବା। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे। नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरत्विषे नमः। हे कृष्णा करुणा सिंधु दीनबंधु जगत्पते गोपीश गोपिका कांत श्री राधा कांत नमस्तुते। तप्त कांचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। हमें श्रीमद् भगवद गीता तृतीय अध्याय 36 नंबर श्लोक पर्यंत कंप्लीट करिछे। मु बाय मिस्टेक सकाळ मेसेज रे लिखितली 3.36, एक्चुअली सेटा 3.37। मते जन माताजी फोन कले जे 36 तो हे जाईची 36, मैं जानि पारली जे भूल सेटा 36 कर देईची। एनीवे आज आम 36 कंप्लीट करिछे कारण एटा अर्जुनकर प्रश्न थिला। आज से प्रश्नर उत्तर भगवान दबा को आरंभ करिवे। तेबे आमे श्लोकटी को मु शेयर करूची। गोटे सेकंड। हाँ, श्लोकटी एभली 3.37 37 नंबर श्लोक तृतीय अध्याय। श्री भगवान उवाच काम एष क्रोध एष रजोगुण समुद्भव महाशनो महापाप्मा विद्धि एनं इह वैरिणाम्। आउथर देखंतु। श्री भगवान उवाच काम एष क्रोध एष रजगुण समुद्भव महाशनो महापाप्मा विद्धि एनं इह वैरिणम्। हाँ, तेरे कई आवृत्ति करने को चाहूँगी श्लोक को। हाँ गुरुजी मु पढ़िबी। पढ़ो। प्रणाम गुरुजी, समस्त भक्त माननकु मोर प्रणाम। तृतीय अध्याय श्लोक नंबर 37। श्री भगवान उवाच
काम एष क्रोध एष रजोगुण समुद्भव महासनो महापापमा विधेनमिह ବୈରିଣମ୍। ଏହାର ଅର୍ଥ ଶ୍ରୀ ଭଗବାନ କହିଲେ, ହେ ଅର୍ଜୁନ, ଏହା ହେଉଛି କାମନା, ଏହା ରଜଗୁଣରୁ ଜାତ ଏବଂ ପରେ ଏହା କ୍ରୋଧରେ ପରିଣତ ହୁଏ ଏବଂ ସେହି କାମ ଏହି ପୃଥିବୀରେ ଏକ ସର୍ବଗ୍ରାସୀ ମହାନ ପାପକର୍ମା ଶତ୍ରୁ ଅଟେ। ପ୍ରଣାମ ଗୁରୁଜୀ। ଜୟ ଶ୍ରୀକୃଷ୍ଣ। ଆଉ କିଏ ପଢିବେ, ଆବୃତ୍ତି କରିବେ? ଠିକ ଅଛି। ତେବେ ୟା ପୂର୍ବରୁ କୃଷ୍ଣ କହୁଥିଲେ ଅର୍ଜୁନଙ୍କୁ ଯେ ନିଜର ସ୍ୱଧର୍ମରେ ବଞ୍ଚିବା ମରିବା କଲ୍ୟାଣକାରୀ, ପରଧର୍ମକୁ ଆଚରଣ କରିବା ଅପେକ୍ଷା ଇଭେନ୍ ପରଧର୍ମକୁ ଆମେ ବହୁତ ଭଲ ଭାବରେ ଆଚରଣ କଲେ ମଧ୍ୟ ଏବଂ ସ୍ୱଧର୍ମକୁ ଆମେ ଠିକରେ ନ କଲେ ମଧ୍ୟ, ଦୋଷଯୁକ୍ତ ହେଲେ ମଧ୍ୟ ସ୍ୱଧର୍ମ ତ୍ରୁଟିପୂର୍ଣ୍ଣ ହେଲେ ମଧ୍ୟ ବେଟର, କଲ୍ୟାଣକାରୀ କାହାଠୁ? ପରଧର୍ମଠୁ। ଏଇଭଳି ଅର୍ଜୁନଙ୍କୁ କହିଲେ। ଅର୍ଜୁନ କହିଲେ, ତାର ଉତ୍ତରରେ କହିଲେ ଯେ ନାଇଁ, ମୁଁ ତ ମୋର ସ୍ୱଧର୍ମ, ମୋର ନିୟତ କର୍ମ ଯୋଉଟା ଶାସ୍ତ୍ର ଅନୁସାରେ କ୍ଷତ୍ରିୟ ଧର୍ମ, ସେଟା କରିବାକୁ ଚାହୁଁଛି, କିନ୍ତୁ ମତେ ଲାଗୁଛି ଯେ କୌଣସି ଗୋଟେ ଜିନିଷ ମତେ ସେ ଜିନିଷରୁ ଜବରଦସ୍ତ ବାହାର କରି ଆଣୁଛି, ମାନେ ସେଇ ଯୋଉ ଆକ୍ଟିଭିଟିରୁ, ଯେ ଯୋଉ ସ୍ୱଧର୍ମଟା, ସେ ସ୍ୱଧର୍ମରୁ ମତେ ବାହାର କରି ଆଣୁଛି ଜବରଦସ୍ତ କେହି ଜଣେ ମୋ ଭିତରେ ଥାଇକି, ଏବଂ ମତେ ଗଲତ କାମ କରିବା ପାଇଁ ବା ପରଧର୍ମ କରିବା ପାଇଁ ମତେ ମଜବୁର କରୁଛି, ପାପ କର୍ମ କରିବା ପାଇଁ ମଜବୁର କରୁଛି। ସେଥିପାଇଁ ସେ ପଚାରୁଛନ୍ତି ଯେ କାହିଁକି ଜଣେ ବାଧ୍ୟ ହୁଏ ଏଇଭଳି ପରଧର୍ମ କରିବା ପାଇଁ? କିଏ କୋଉ କଣ ଗୋଟେ ମାନେ ମଣିଷକୁ ବାଧ୍ୟ କରଉଛି ଯେ ପାପ କର୍ମ କରିବା ପାଇଁ, ଗଲତ ରାସ୍ତାରେ ଯିବା ପାଇଁ? ଏଇଭଳି ପ୍ରଶ୍ନ ପଚାରିଥିଲେ ପୂର୍ବ ଶ୍ଲୋକରେ 36 ନମ୍ବରରେ, ଯୋଉଟା ଆମେ ଅଲରେଡି କରିଛେ। ଅଥ କେନ ପ୍ରୟୁକ୍ତୟଂ ପାପଂ ଚରତି ପୁରୁଷଃ ଅନ୍ନିଚ୍ଛନ ଅପି ବାର୍ଷ୍ଣେୟ ବଲାଦିବ ନିୟୋଜିତା। ଫଳପୂର୍ବକ କିଏ ଜଣେ ଆମକୁ ଢକଲ ଦଉଛି ବା ପେଲି ଦଉଛି ସେ ଗଲତ କାମ କରିବା ପାଇଁ? ଏଇଭଳି ପ୍ରଶ୍ନ ପଚାରିଥିଲେ କୃଷ୍ଣ। ସେ ଜଷ୍ଟ ଉତ୍ତର ଦେବା ଆରମ୍ଭ କଲେ ଏ 37ରେ। ଶ୍ରୀ ଭଗବାନ ଉବାଚ, ଭଗବାନ ବୋଲେ ଯେ ଷଡ଼ ଐଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ ଶ୍ରୀକୃଷ୍ଣ, ସେଇ କହିବା ଆରମ୍ଭ କରୁଛନ୍ତି। କଣ କହୁଛନ୍ତି ତା ଉତ୍ତରରେ? କାମ ଏଷ କ୍ରୋଧ ଏଷ। କାମ ଏଷ, ଦିସ୍ ଇଜ ଲଷ୍ଟ ଅର୍ଜୁନ, ଇଏ ହଉଛି କାମ। ବୋଲିକି ଭଗବାନ ତାର ଉତ୍ତରରେ କହିଲେ, ଯୋଉ ଜିନିଷ ମୋ ଭିତରେ ଥାଇକି ମତେ ବାଧ୍ୟ କରଉଛି ଗଲତ କାମ କରିବା ପାଇଁ, ପାପ କର୍ମ କରିବା ପାଇଁ, ପରଧର୍ମ ଅପନେଇବା ପାଇଁ, ଯିଏ ମତେ ଫୋର୍ସ କରୁଛି, ତାର ଉତ୍ତର ଷ୍ଟ୍ରେଟ ଭଗବାନ ଦଉଛନ୍ତି, କହୁଛନ୍ତି ସେ ହଉଛି କାମ। କାମ ଏଷ କ୍ରୋଧ ଏଷ। କାମ ରଜଗୁଣ ସମୁଦ୍ଭବ, କହୁଛନ୍ତି ରଜଗୁଣରୁ ଇଏ ଉତ୍ପନ୍ନ ହଉଛି ଏ କାମ। ଏବଂ ଏ କ୍ରୋଧ ପରେ କଣ ହଉଛି ନା, କାମ କ୍ରୋଧରେ କନଭର୍ଟ ହେଇଯାଉଛି, ପରିଣତ ହଉଛି ଆସ୍ତେ। କାମ ଯେତେବେଳେ ସାଟିସ୍ଫାଇଡ ହଉନି, ଯେତେବେଳେ ମାନେ ଆମେ ଯୋଉ ଜିନିଷଟା ଆମେ ଚାହୁଁଛେ ବା ଆମେ କାମନା କରୁଛେ, ସେତେବେଳେ ପୂର୍ତ୍ତି ହଉନି, ସାଟିସ୍ଫାଇଡ ହଉନି, ସେଟା କ୍ରୋଧରେ ପରିଣତ ହଉଛି। ସେଥିପାଇଁ ସେ କହୁଛନ୍ତି କାମ ସାଙ୍ଗରେ କ୍ରୋଧ। ଏବଂ କହୁଛନ୍ତି ଏ ରଜଗୁଣ ସମୁଦ୍ଭବ ମହାସନୋ ମହାପାପ୍ମା। ମହାସନ ମାନେ ଇଏ ସର୍ବଗ୍ରାସୀ, ସତ୍ୟାନାଶ କଲା ଭଳିଆ ଇଏ କାମନା। ଏବଂ ମହାପାପ୍ମା, ଇଏ ହଉଛି ପାପପୂର୍ଣ୍ଣ, ସିନଫୁଲ। ଏବଂ ଭଗବାନ କହୁଛନ୍ତି ବିଧି ଏନଂ, ଜାଣି ରଖ ଅର୍ଜୁନ। କଣ? ଇହ ବୈରିଣମ, ଇଏ ହଉଛି
ମାନେ ମନୁଷ୍ୟର ଶତ୍ରୁ, ବୈରୀ, ଶତ୍ରୁ। ଏହି ଫୋର୍ସ କରୁଛି ଆମକୁ ଗଲତ କାମ କରିବା ପାଇଁ, ଆମକୁ ଠିକ ରାସ୍ତାରେ ଯିବାକୁ ଦଉନି। ଠିକ ରାସ୍ତାଟା କୋଉଟା? ଯୋଉଟା କୃଷ୍ଣ ଭକ୍ତି ଆମକୁ ଭୋଗ ଆଡେ ନଉଛି, ସେବା ଆଡେ ଆମକୁ ଯିବା କଥା କିନ୍ତୁ ନଉନି। ଏଇ କାମ ଆମକୁ ଡାଇଭର୍ଟ କରୁଛି, ଆମକୁ ଜବରଦସ୍ତ ଗଲତ କାମ ଆଡକୁ ନେଇଯାଉଛି। ତେଣୁ ଇଏ ଆମର ଶତ୍ରୁ। ଏଇଭଳି ଉତ୍ତର ଦେଲେ। ଭେରି ବ୍ୟୁଟିଫୁଲ ଶ୍ଲୋକ। ବହୁତ ଜିନିଷ ଏଥିରେ ଅଛି ଆମେ ଡିସ୍କସନ କରିବା ପାଇଁ। ତେବେ এইভাবে ভগবান কইলে ଆମେ ତାକୁ ଡିସ୍କସନ କରିବା। ପ୍ରଥମେ ଆମେ ଜାଣିବା ଦରକାର ଯେ କାମ କଣ। ଏଇଠି ବର୍ତ୍ତମାନ ଏଇକୁ କରିଦଉଛି। ଆଚ୍ଛା, ଗୋଟେ ସେକେଣ୍ଡ। ହଁ, ତେଣୁ ଆମେ ଏ ଶ୍ଲୋକଟି ଆଲୋଚନା କରିବା। ପ୍ରଥମେ ଜାଣିବା ଦରକାର କାମ କଣ। ଲଷ୍ଟ ଇଏ ହଉଛି ଗୋଟେ ଷ୍ଟ୍ରଙ୍ଗ ଡିଜାୟାର, ମାନେ ଆମ ଭିତରେ ଗୋଟେ ଜିଦ୍ଦି, କରିବି ହିଁ କରିବି, ପାଇବି ମାନେ ପାଇବି, ଯାହା ହେଇଯାଉ, ପୃଥିବୀ ପ୍ରଳୟ ହଉ, ଯେତେ ବାଧାବିଘ୍ନ ଆସୁ, ମୋର ମୃତ୍ୟୁ ହଉ ପଛେ, ପ୍ରାଣ ଯାଉ ପଛେ, କିନ୍ତୁ ପାଇକି ରହିବି। ଏଇ ଯୋଉ ଷ୍ଟ୍ରଙ୍ଗ ଡିଜାୟାର ଆକୁ ଆମେ କହୁଛେ କାମ। ମାନେ ଗଲତ କର୍ମ କରିବା ପାଇଁ, ପାପ କର୍ମ କରିବା ପାଇଁ ଆସକ୍ତି। ନମ୍ବର ୱାନ। ଶାସ୍ତ୍ର ବିରୁଦ୍ଧ କର୍ମ କରିବା ପାଇଁ ଇଚ୍ଛା। ଶାସ୍ତ୍ର ବିରୁଦ୍ଧ ମାନେ ଯାହା ମାନେ ବର୍ଜିତ କର୍ମ, ଯାହାକୁ ଆମେ କହୁଛେ ପ୍ରୋହିବିଟେଡ, ମନା କରାହେଇଛି ଶାସ୍ତ୍ରରେ। ନମ୍ବର ଟୁ, ବର୍ଜିତ କର୍ମ। ବର୍ଜିତ କର୍ମ କଣ ନା, ଧରନ୍ତୁ କୁହାଯାଇଛି ଯେ ଜୀବ ହତ୍ୟା କରିବାନି, କରିକି ଯୋଉ ମାଂସ ଆମେ ଖାଉଛେ, ମିଟ୍ ଇଟିଂ, ସେଟା ମନା କରାହେଇଛି, ପାପ କର୍ମ ସେଟା। ମାଦକ ଦ୍ରବ୍ୟ ସେବନ କରିବାନି, ଗଞ୍ଜା, ଅଫିମ, ମଦ, ପାନ, ବିଡି, ସିଗାରେଟ, ଏଇସବୁ ଏଗୁଡାକ କରିବାନି। ଇନଟକ୍ସିକେସନ ଯାହାକୁ ଆମେ କହୁଛେ। ଥାର୍ଡ, ଆମର ଶାସ୍ତ୍ର କହୁଛି ଯେ ଜୁଆ ଖେଳିବାନି, ଅର୍ଥାତ ମିଛ କହିବାନି, ପାପ ମାନେ କୌଣସି ଗଲତ କାମ କରିବାନି, ଗଲତ ୱେରେ ଧନ ରୋଜଗାର କରିବାନି, କାହାକୁ ଠକିବାନି, ଏଗୁଡା ସବୁ ହଉଛି ପାପ କର୍ମ। ଆଉ ଲାଷ୍ଟ, ଦ୍ୟାଟ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଯାହା ଯୋଗୁ ଏ ଭୌତିକ ଜଗତ ସୃଷ୍ଟି, ମୈଥୁନ ଜୀବନ, ସେକ୍ସ ଲାଇଫ, ଇଲିସିଟ୍ ସେକ୍ସ ପର୍ଟିକୁଲାରଲି ଯୋଉଟା, ସେଇଟା ବର୍ଜିତ। ଅବୈଧ ସମ୍ପର୍କ, ଇଲିଗାଲ ରିଲେସନ, ଏଇଭଳି। ତେଣୁ ଶାସ୍ତ୍ର ବିରୁଦ୍ଧ ଏଇ ଚାରୋଟି ହଉଛି ଶାସ୍ତ୍ର ବିରୁଦ୍ଧ କର୍ମ। ତେଣୁ ଇଏ ହଉଛି ପାପ କର୍ମ। କିନ୍ତୁ ସେଇଥିପାଇଁ ଆମର ଇଚ୍ଛା ହବା, ତାକୁ ବି କାମନା ଆମେ କହୁଛେ। ଯଦି ସେଇଥିପାଇଁ ଆମର ପ୍ରବଳ ଇଚ୍ଛା, ତାହେଲେ ଆମେ ତାକୁ କହୁଛେ କାମ। କାମ। ଏବଂ ସେଇ ପାପ କର୍ମ କରିବା ପାଇଁ ବା ଗଲତ କର୍ମ କରିବା ପାଇଁ ଆମେ ଯଦି ଅନ୍ୟକୁ କ୍ଲେଶ, ହଟ୍ କରୁଛେ, ଆଘାତ ଦଉଛେ, ଯେମିତି ଦୁର୍ଯ୍ୟୋଧନ, ଧୃତରାଷ୍ଟ୍ର ପାଣ୍ଡବ ମାନଙ୍କୁ ପାଞ୍ଚ ଭାଇ ସେମାନଙ୍କୁ କଷ୍ଟ ଦେଇଥିଲେ, କୋଉଥିପାଇଁ? ରାଜ୍ୟ ଲୋଭ ପାଇଁ। ଇଏ ଥିଲା ତାଙ୍କର କାମନା। ଏକ ଇଞ୍ଚ ମଧ୍ୟ ମାନେ ସେ ଦେବେନି, ସୁଚେଗ୍ର ମେଦିନୀ ଦେବେନି। ମାନେ କେତେ ଦେଖନ୍ତୁ, କେତେ ଲୋଭ। ତେଣୁ ଅନ୍ୟକୁ କ୍ଲେଶ ଦବା ମଧ୍ୟ ଇଏ ହଉଛି ମାନେ କ୍ଷତି କରିବା। କ୍ଷତି କରିକି ଯୋଉ ଆମେ ପାଉଛେ, ଯୋଉଟା ସେଇଟାକୁ କାମନା କହୁଛେ ଆମେ। ସେଇ ପ୍ରୋସେସଟାକୁ ଆମେ କହୁଛେ କାମନା। ଯେମିତି ରାବଣ, ଯେମିତି ଦୁର୍ଯ୍ୟୋଧନ ଦୁଷ୍ଟ, ସେମିତି ରାବଣ ମଧ୍ୟ ସୀତାଦେବୀଙ୍କୁ ହରଣ କରିକି ଉପଭୋଗ କରିବା ଉଦ୍ଦେଶ୍ୟରେ, ଏବଂ ପର ସ୍ତ୍ରୀ ସେଇଠି ମାନେ
ପୃଥିବୀ ପ୍ରଳୟ ଯାଉ, ରାମ ତାକୁ ମାରି ଦିଅନ୍ତୁ, କିନ୍ତୁ ଷ୍ଟିଲ୍ ସେ ଛାଡିବନି। ଇଏ ହଉଛି କାମନା। ରାମଙ୍କୁ କ୍ଲେଶ ଦେଇକି, ସୀତାଙ୍କୁ କ୍ଲେଶ ଦେଇକି ବା ତାଙ୍କୁ ହଟ୍ କରିକି ଯୋଉ ଆମେ କହୁଛେ, ସେ ଗଲତ କାମ କଲେ, ତାକୁ ଆଣିକି ପାଖରେ ରଖିଲେ ଭୋଗ କରିବା ପାଇଁ। ତ ଇଏ ହେଲା କାମ। କାମ ଆମେ ବୁଝିଲେ ଯେ ଆମର ଗଲତ କାମ ବା ପାପ, କୌଣସି କର୍ମ ପ୍ରତି ଯେତେବେଳେ ପ୍ରବଳ ଆସକ୍ତି ରହୁଛି ଗଲତ କାମ କରିବା ପାଇଁ, ଶାସ୍ତ୍ର ବିରୁଦ୍ଧ ବା ଆମେ ଯୋଉଗୁଡାକ ବର୍ଜିତ କର୍ମ, ତାକୁ ଆମେ ଯୋଉ ଚାରୋଟି ମୁଁ କହିଲି ତାକୁ କରିବା, ସେ ବି କାମନା। ଏବଂ ଜିଦ୍ ଧରିକି ରଖିବା ଯେ ମୁଁ କରିକି ରହିବି, ପାଇକି ରହିବି, ପୃଥିବୀ ପ୍ରଳୟ ହେଇଯାଉ, ମୋର ଜାନ ଯାଉ, ପ୍ରାଣ ଯାଉ, କିନ୍ତୁ ପାଇବି ହିଁ ପାଇବି, କରିବି ହିଁ କରିବି, ଏଇଭଳି। ଏବଂ ଅନ୍ୟକୁ କ୍ଲେଶ ଦବା, ଏଇ ଚାରି ପ୍ରକାରରେ ଆମେ ବୁଝିବା ଯେ ଇଏ ହଉଛି କାମନା। ଏ କାମନାର ଆବଶ୍ୟକତା କଣ? କାହିଁକି ଏ କାମନା? ମାନେ ଆମେ ସ୍ୱାର୍ଥୀ ହବାକୁ ଚେଷ୍ଟା କରୁଛେ, ସ୍ୱାର୍ଥୀ ହେଇ ନିଜ ଇନ୍ଦ୍ରିୟକୁ ଆମେ ସୁଖ ଦେବାକୁ ପ୍ରୟାସ କରୁଛେ। ଏ ଭୌତିକ ଜଗତରେ ମୋଷ୍ଟ ଏକ୍ସାମ୍ପଲ ହଉଛି ସ୍ତ୍ରୀ ପୁରୁଷର ଆକର୍ଷଣ। କିନ୍ତୁ ଏ ଆକର୍ଷଣର କେନ୍ଦ୍ରବିନ୍ଦୁ କଣ? କେନ୍ଦ୍ରବିନ୍ଦୁ ହଉଛି ଯେ ସ୍ତ୍ରୀ ଭାବୁଛି ପୁରୁଷ ମତେ କେତେ ଧନ ଦବ, କେତେ ପଇସା ଦବ, ମାନେ ଏଟିଏମ ମେସିନ। ଆଜିକାଲି ତ ମାନେ ଆଗ ପଚାରୁଛନ୍ତି, ଝିଅ ଆଗ ପଚାରୁଛି ପୁଅକୁ ବିବାହ ପୂର୍ବରୁ, ଯୋଉଠି ଆରେଞ୍ଜ, ଯୋଉଠି ମାନେ ତାଙ୍କର ଇଏ ମ୍ୟାରେଜ ହଉଛି, କଣ ଅନଲାଇନ ଯୋଉ ମ୍ୟାରେଜ, ତାକୁ କଣ କହୁଛନ୍ତି, ସେ ଯାହା ବି ହଉ, ସେ ପଚାରୁଛନ୍ତି ପ୍ୟାକେଜ କେତେ। ତେଣୁ କେତେ ଧନ, ମାନେ ମାନେ ଏଟିଏମ ମେସିନ ରୂପେ ତାକୁ ଦେଖୁଛନ୍ତି ପୁରୁଷକୁ। ଇଏ ଦେଇପାରିବ କି ଯେତେ ଚାହିଁବି? ଆଉ ପୁରୁଷ କଣ ଦେଖୁଛି, ଇଏ ମତେ ସୁଖ ଦେଇପାରିବ କି? ମାନେ ସେକ୍ସ ମେସିନ। ଏଇ ଯୋଉ ଭାବନା, ଏ ଭାବନା କଣ? ଏ ଭାବନା ହଉଛି ଶୋଷଣ। ମାନେ ଉଭୟକୁ ଶୋଷଣ କରିବା ପାଇଁ ଇଚ୍ଛା କରୁଛନ୍ତି। ଏହି କାମନା, ଏ ଶୋଷଣ ହିଁ କାମନା। ରେଜଲ୍ଟ କଣ ହବ? ଝଗଡା ହବ, ଅପରାଧ କ୍ରାଇମ ହବ, କି ସୁଇସାଇଡ କରିଦେବ, କଣ ଗୋଟେ ହେଇଯାଇପାରେ, କିନ୍ତୁ এই শোষণ ମନୋବୃତ୍ତି ହିଁ ହଉଛି, এই ହେଲା କାମନା। କିନ୍ତୁ ଏହାର ବିରୁଦ୍ଧ ଯୋଉ, ଏଇ ଯୋଉ ଆମେ କହିଲେ ଯୋଉଟା କାମ, ସେ କାମର ବିରୁଦ୍ଧ ହଉଛି ପ୍ରେମ। ଯୋଉ ସେବା ଭଗବାନଙ୍କୁ ଦିଆଯାଏ ତାଙ୍କର ଇନ୍ଦ୍ରିୟ ସୁଖ ପାଇଁ, ତାକୁ ଆମେ କହୁଛେ ପ୍ରେମ। ଭଗବାନଙ୍କର ଯୋଉ ସେବା କରାଯାଏ ତାଙ୍କ ଇନ୍ଦ୍ରିୟକୁ ସୁଖ ଦେବା ପାଇଁ, ସେଇ ହଉଛି ପ୍ରେମ। କିନ୍ତୁ କାମ ହଉଛି ଶୋଷଣ, ରଜଗୁଣରୁ ଉତ୍ପନ୍ନ, ରଜଗୁଣ ସମୁଦ୍ଭବ। ଏ କାମର ଅରିଜିନ କଣ? ମାନେ ଇଏ ଆସିଲା କୋଉଠୁ? ଭଗବାନଙ୍କଠୁ? ନା ଆମେ ଏ ରାସ୍ତା ବାଛିଛେ? ଇଏ ଆମର ନିଜସ୍ୱ। କୋଉଟା ଠିକ? କାମ। ଭଗବାନ ସବୁ ଜିନିଷ ସୃଷ୍ଟି କରିଛନ୍ତି ଏ ଦୁନିଆରେ। ଭଗବାନ ଯଦି ମଦ ସୃଷ୍ଟି କରିଛନ୍ତି, ଟବାକୋ ସୃଷ୍ଟି କରିଛନ୍ତି, ଭଗବାନ ମଧ୍ୟ ଭଲ ଖାଦ୍ୟ ଯୋଉଗୁଡ଼ିକ ହେଲ୍ଦି ଫୁଡ, ତାକୁ ମଧ୍ୟ ସୃଷ୍ଟି କରିଛନ୍ତି। ଆମକୁ କଣ କରିବାକୁ ହବ? ଆମକୁ ଚୁଜ କରିବାକୁ ହବ କୋଉଟା ଆମ ପାଇଁ ଠିକ, କଲ୍ୟାଣକାରୀ, ହିତକାରୀ। କିନ୍ତୁ ବେଳେ ବେଳେ ଲୋକ ପ୍ରଶ୍ନ ପଚାରନ୍ତି, ତାହେଲେ କାହିଁକି ସେ ଟବାକୋକୁ ସୃଷ୍ଟି କରିଛନ୍ତି, ଭଗବାନ ତିଆରି କରିଛନ୍ତି? ସେ ମଦ କାହିଁକି ତିଆରି କରିଛନ୍ତି ଯଦି ସେଗୁଡାକର ଆବଶ୍ୟକତା ନାହିଁ? ସେମିତି ଭଗବାନ ମଧ୍ୟ ବିଷ ମଧ୍ୟ ତିଆରି କରିଛନ୍ତି, ପଏଜନ ବି ଅଛି ଏ ଦୁନିଆରେ, ଏ ଭଗବାନଙ୍କର କ୍ରିଏସନ। ତେଣୁ ଆମକୁ ଆପ୍ଲାଏ କରିବାକୁ ପଡିବ ଆମର ବୁଦ୍ଧି, ବିବେକ, ସେଇ ଅନୁସାରେ ଆମକୁ ବାଛିବାକୁ ପଡିବ କୋଉଟା ଠିକ, କୋଉଟା ଭୁଲ। ଏ ସତ୍ୟ ଯେ ଏ କାମ ଭଗବାନଙ୍କଠୁ ଆସିଛି।
କାମ ଏବେ କାହିଁକି ନା ଆମେ ଦେଖିବା ଶ୍ରୀମଦ୍ ଭାଗବତମ୍ର ଯେତେବେଳେ ପ୍ରଣାମ ମନ୍ତ୍ର ଦଉଛନ୍ତି ଅର୍ଥାତ୍ ସେତେବେଳେ ସେ ଆରମ୍ଭ କରୁଛନ୍ତି ଏଇ ଲାଇନ ଜନ୍ମାଦି ଅସ୍ୟ ୟତଃ ଜନ୍ମାଦି ଅସ୍ୟ ୟତଃ ମାନେ ଯୋଉ ପରମ ପୁରୁଷୋତ୍ତମ ଭଗବାନ ହଉଛନ୍ତି ପ୍ରତ୍ୟେକ ଜିନିଷ ଯାହା ଆମେ ଦେଖୁଛେ ତାର ଉତ୍ପତ୍ତି ସ୍ଥଳ ସବୁ ଜିନିଷ ଆସିଛି ତାଙ୍କଠୁ। ଏଇ ସେଣ୍ଟେନ୍ସରେ ପ୍ରଥମେ ଶ୍ରୀମଦ୍ ଭାଗବତମ୍ର ପ୍ରଥମ ବାକ୍ୟ ହଉଛି ଜନ୍ମାଦି ଅସ୍ୟ ୟତଃ ମାନେ ପ୍ରତ୍ୟେକ ଜିନିଷ ଆସିଛି ଭଗବାନଙ୍କଠୁ। ତାହେଲେ କାମ ମଧ୍ୟ ଭଗବାନଙ୍କଠୁ ଆସିଛି। କେମିତି? ଆକ୍ଚୁଆଲି ସବୁ ଜିନିଷ ଭଗବାନଙ୍କଠୁ ଆସିଛି କିନ୍ତୁ ଯାହା ଭଗବାନଙ୍କଠୁ ଆସିଛି ସେଇଟା ହଉଛି କେବଳ ପ୍ରେମ। କେବଳ ପ୍ରେମ ହିଁ ପ୍ରେମ ଏଇ ଭଗବାନଙ୍କଠୁ ଆସିଛି। ଏବଂ ଜୀବ କଣ? ଜୀବ ବି ଭଗବାନଙ୍କର ଅଂଶ। ତେଣୁ ଯେହେତୁ ପ୍ରେମ ଭଗବାନଙ୍କ ପାଖରେ ଅଛି ଜୀବ ପାଖରେ ମଧ୍ୟ ପ୍ରେମ ରହିଛି। ଜୀବ ଭିତରେ ମଧ୍ୟ ପ୍ରେମ ରହିଛି। ଏଇଭଳି ଦୁଇ ଜଣଙ୍କ ଭିତରେ ଯୋଉ ପ୍ରେମ ଅଛି ଏବଂ ପ୍ରେମମୟ ସମ୍ପର୍କ ଦୁଇ ଜଣ ଯାକଙ୍କ ଭିତରେ ଯୋଉ ପ୍ରେମ ଅଛି ସେ ତାଙ୍କର ପ୍ରେମମୟ ସମ୍ପର୍କ ହିଁ ଆମର ଭଗବତ ଧର୍ମର ସାରାଂଶ, ଆଉ କିଛି ନୁହେଁ। ଭଗବାନ ଭକ୍ତକୁ ପ୍ରେମ କରନ୍ତି, ଭକ୍ତ ଭଗବାନଙ୍କୁ ପ୍ରେମ କରନ୍ତି। ଏଇ ସମ୍ପର୍କ, ଏଇ ହଉଛି ଭଗବତ ଧର୍ମ, ଆଉ କିଛି ନାହିଁ। ଯେମିତି ଯଶୋଦା ମାତାଙ୍କର ପ୍ରେମ ଥିଲା କୃଷ୍ଣଙ୍କ ପ୍ରତି, କୃଷ୍ଣଙ୍କର ପ୍ରେମ ଥିଲା ଯଶୋଦା ମାତାଙ୍କ ପ୍ରତି। ଯେମିତି ବୃନ୍ଦାବନରେ ବ୍ରଜରେ ଗୋପୀ ମାନଙ୍କର କୃଷ୍ଣଙ୍କ ପ୍ରତି, କୃଷ୍ଣଙ୍କର ଗୋପୀଙ୍କ ପ୍ରତି, ଗୋପୀ ମାନଙ୍କ ପ୍ରତି ଯୋଉ ପ୍ରେମ ଥିଲା ସେ ପ୍ରେମରେ କାମ ନଥିଲା। ସେନ୍ସୁଆଲ ପ୍ଲେଜର ଯାହାକୁ ଆମେ କହୁଛେ ସେ ନଥିଲା, କାମ ନଥିଲା। କାହିଁକି ନା ସେଇଟା ହିଁ ହଉଛି ପ୍ରେମ। ସେମିତି ଆମର ମଧ୍ୟ ଭିତରେ ପ୍ରେମ ହିଁ ରହିଛି ଆମର ସ୍ୱଭାବରେ। କିନ୍ତୁ ଆମେ ଯେତେବେଳେ ଦୁନିଆକୁ ଆସିଲେ ସେଇ ଯୋଉ ପ୍ରେମଟା କାମରେ ପରିଣତ ହେଇଗଲା। ଯେମିତି ମାନେ ପ୍ରପାତ କହୁଛନ୍ତି ଯେମିତି ବର୍ଷା ଆସୁଛି ରେନ୍ ୱାଟର, ସେ ବର୍ଷା ପାଣି ଉପରେ ପିଓର ଶୁଦ୍ଧ, କିନ୍ତୁ ସେ ପିଓର ୱାଟର ଯେତେବେଳେ ଗ୍ରାଉଣ୍ଡକୁ ଆସୁଛି ତଳକୁ ମାଟିକୁ ଟଚ୍ କରୁଛି ସେ ଗୋଳିଆ ପାଣି ହେଇଯାଉଛି, ଦୂଷିତ ହେଇଯାଉଛି। ସେମିତି ଆମେ ଯେତେବେଳେ ଏ ଦୁନିଆକୁ ଆସିଲେ ଏ ଭୌତିକ ପରିସ୍ଥିତିର ସମ୍ପର୍କରେ ଆସିଲେ ଆମେ ଆମର ପ୍ରେମ ଦୂଷିତ ହେଇଗଲା, ସେ କାମକୁ କନଭର୍ଟ ହେଇଗଲା, ପରିବର୍ତ୍ତନ ହେଇଗଲା। ପ୍ରେମ କାମକୁ ପରିବର୍ତ୍ତନ ହେଇଗଲା। ମାନେ ଜୀବାତ୍ମା ହଉଛି ଶୁଦ୍ଧ, ଏଥିରେ ତିଳାର୍ଥ ସନ୍ଦେହ ନାହିଁ। ଜୀବାତ୍ମା ହଉଛି ଚିନ୍ମୟ ଜଗତର, ଆଧ୍ୟାତ୍ମିକ ଜଗତର ପିଓର, ତା ସ୍ୱଭାବରେ ପ୍ରେମ ଅଛି। କିନ୍ତୁ ଯେତେବେଳେ ସେ ମାନେ ଭୌତିକ ସୃଷ୍ଟିର ସମ୍ପର୍କରେ ଆସୁଛି ସେତିକି ବେଳେ ସେ ଦୂଷିତ ହେଇଯାଉଛି, ତାର ପ୍ରେମ ପରିବର୍ତ୍ତନ ହଉଛି କାମକୁ। ଦେଖନ୍ତୁ ଯେତେବେଳେ ଆସୁଛି, ପ୍ରଭୁପାଦ କହୁଛନ୍ତି ଯେତେବେଳେ ଆସୁଛି ମାନେ ଆସିବାଟା ହିଁ ମିଷ୍ଟେକ୍। ଏଇ ସେଣ୍ଟେନ୍ସଟା କଣ ଆମେ କହୁଛେ ଯେତେବେଳେ ଆସୁଛି ସେ ତାମାନେ ଆମେ ଭୌତିକ ଜଗତକୁ ଆସିବାଟା ହିଁ ଆମର ଭୁଲ, ଏଇଠିକି ଆସିବାଟା ହିଁ ଭୁଲ। କାହିଁକି ନା ଆମେ ନିତ୍ୟ ଅବିନାଶୀ, ଆମେ ଜଗତର ନୁହେଁ, ଆମେ ଆଧ୍ୟାତ୍ମିକ ଜଗତର, ଆମେ ଚିନ୍ମୟ ଜଗତର। କିନ୍ତୁ ଏଇ ଯୋଉ ଭୌତିକ ସ୍ଥିତିରେ ଆସିକି ପଡିକି ଭୌତିକ ପରିସ୍ଥିତିର କଣ୍ଟାକ୍ଟରେ ଆସିକି ଆମର କଣ ହଉଛି, ଆମର ଯାହା ସ୍ୱଭାବ ଅରିଜିନାଲ ନେଚର ସେଇଟା ହଉଛି ସେବା, ପ୍ରେମ ଭଗବାନଙ୍କ ପ୍ରତି, ସେ କାମରେ ପରିବର୍ତ୍ତନ ହେଇଯାଉଛି। ଏବଂ ଇଏ ରଜଗୁଣର ଯୋଗୁ, ରଜଗୁଣର ସଂସ୍ପର୍ଶରେ ଆସିବା ଯୋଗୁ ସମ୍ଭବ ହଉଛି ବୋଲିକି ଭଗବାନ କହୁଛନ୍ତି ରଜଗୁଣ ସମୁଦ୍ଭବ।
କିନ୍ତୁ ଆମେ କଥା ହଉଛି ତାମାନେ ଆମେ ଯେତେବେଳେ ଜଗତକୁ ଆସିଲେ ଆମର ଯେତେବେଳେ ପତନ ହେଲା ଆମେ ଆଧ୍ୟାତ୍ମିକ ଜଗତରେ ଆମେ ଯେତେବେଳେ ଏଇଠିକି ଆମର ପତନ ହେଲା ଏଇଟା ଆମର ପତନ ଯଦି ଆମେ ଜଗତକୁ ଆସିଲେ କିନ୍ତୁ ଆମର ତ ସ୍ୱଭାବ ପ୍ରେମ ପ୍ରେମ କରିକି କାହାର ପତନ ହୁଏନି ଭୌତିକ ଜଗତରେ ଯୋଉ ଆମେ ପ୍ରେମ କହୁଛେ ସେ ପ୍ରେମ ନୁହେଁ ସେ କାମ ତେଣୁ ପ୍ରେମ କରିକି କାହାର ପତନ ହୁଏନି କାହିଁକି ଜୀବ ମାତ୍ରେ ହିଁ ମାନେ ସିଏ ହଉଛି ତଟସ୍ଥ ଶକ୍ତି କଣ ମାର୍ଜିନାଲ ପୋଟେନ୍ସି ତିନି ପ୍ରକାର ଶକ୍ତି ଅଛି ଆମେ ତଟସ୍ଥ ମାନେ ଆମେ ହଉଛେ କଣ ମାନେ ଏକୂଳରେ ରହିପାରିବା ସେକୂଳରେ ବି ରହିପାରିବା ଆମେ ଆକ୍ଚୁଆଲି ରହିବା କଥା କୋଉଠି ପ୍ରେମ ସ୍ଥିତିରେ ଆମେ ରହିବା କଥା କାରଣ ଚିନ୍ମୟ ଜଗତ ସେଇଟା ଆମର ଘର ପ୍ରେମ ସ୍ଥିତିରେ ରହିବା ଭଗବାନଙ୍କର ସେବା କରିବା ସେଇଟା ଆମର ଘର ସେଇଟା ଆମର ଆମର ଆମେ ରହିବା କଥା କିନ୍ତୁ ଆମେ ତଟସ୍ଥ ଶକ୍ତି ଯେମିତି ଆମେ ନର୍ସିଂ ହୋମରେ ଜନ୍ମ ହଉଛେ ଜନ୍ମ ହେଲା ପରେ କୋଉଠିକି ଆସୁଛେ ଘରକୁ ଆସୁଛେ ସେମିତି ଆମେ ରହିବା କଥା କୋଉଠି ଆମର ଘର ହଉଛି ଚିନ୍ମୟ ଜଗତ ଆମେ ଆମର ପ୍ରେମ ସ୍ଥିତି ସେଇଟା ଆମର ଘର କିନ୍ତୁ ଆମେ ତଟସ୍ଥ ଶକ୍ତି ହେଇଥିବାରୁ କଣ ଆମେ ଘରକୁ ଯେମିତି ମୁଁ କହିଲି ଯେମିତି ଛୁଆଟେ ଜନ୍ମ ହେଲେ ଘରକୁ ଆସୁଛି ଆମ ଘର ହଉଛି ଆମେ ଅନ୍ତରଙ୍ଗା ହବା ଉଚିତ ଭଗବାନଙ୍କ ଆଡକୁ ଯିବା କଥା ଚିନ୍ମୟ ଜଗତ ଆଡକୁ ସେଇଟା ଘର ଆମେ ଅନ୍ତରଙ୍ଗା ହେଇପାରିବାନି କିନ୍ତୁ ଆମେ ଅନ୍ତରଙ୍ଗା ଆଡକୁ ଅଗ୍ରସର ହବା ଯାହା ହେଇକି କରିବା କଣ ନା ତାଙ୍କର ସେବା କରିବା ତାଙ୍କୁ ପ୍ରେମ କରିବା କାହାକୁ ସେ ଅନ୍ତରଙ୍ଗା ଶକ୍ତି ଭଗବାନଙ୍କୁ କିନ୍ତୁ ଆମେ ଗୋଟେ ମିଷ୍ଟେକ୍ କରିଦେଲେ କଣ ଆମେ ବହିର୍ମୁଖ ହେଇଗଲେ ବହିରଙ୍ଗା ଦୃଷ୍ଟି ଆମର ଆସିଗଲା କୃଷ୍ଣ ବିମୁଖ ହେଇଗଲେ ସେଇ ଦିନଠୁ ଆମର ଆମେ ଯେଉଁ ଦିନଠୁ ବହିରଙ୍ଗ ଆମର ହେଲେ ଅର୍ଥାତ୍ ଆମେ କୃଷ୍ଣ ବିମୁଖ ହେଲେ ସେଇ ଦିନଠୁ ଆମର ଜନ୍ମ ହେଲା କାମ ଅର୍ଥାତ୍ ଆମର ଯୋଉ ପ୍ରେମ ସ୍ଥିତି ପ୍ରେମରେ ଖଟାପନ ଆସିଗଲା ଯେମିତି ମାନେ ଆମେ ମିଲ୍କ ଆମକୁ କମ୍ପେୟାର କରିଛନ୍ତି ପ୍ରଭୁପାଦ ମିଲ୍କ ସାଙ୍ଗରେ ମିଲ୍କରେ ଯେମିତି ମାନେ ଖଟା ପକେଇଦେଲେ ସେ ଯେମିତି କନଭର୍ଟ ହେଇଯାଉଛି ଦହିକୁ ସେଇଭଳି ଆମର ଏଥିରେ ଖଟାପନ ଆସିଗଲା ସେଥିପାଇଁ ଆମେ କନଭର୍ଟ ହେଇଗଲେ କାମ ଆମର ପ୍ରେମ କନଭର୍ଟ ହେଇଗଲା ପରିବର୍ତ୍ତନ ହେଇଗଲା କାମକୁ ତେଣୁ ପ୍ରେମ କନଭର୍ଟ ହଉଛି ବା ପରିବର୍ତ୍ତନ ହଉଛି କୋଉ କାମକୁ ବା ଭୋଗକୁ ଭୋଗ କରିବାକୁ ସେବା ବୃତ୍ତିରୁ ଭୋଗ ବୃତ୍ତିକୁ ଆମେ ଆମର ପୋଜିସନ ଆସିଗଲା ଏ ସ୍ଥିତିରୁ ସେ ସ୍ଥିତିକୁ ଚାଲିଗଲେ ପ୍ରେମ ଆଉ କାମ ଏ ଦି ଜଣଙ୍କର ସ୍ପିଡ ଏକା ବେଗ ଏକା ଇଏ ଯେତିକି ବେଗରେ ଯାହା ଯୁଆଡେ ଯାଇପାରିବେ ପ୍ରେମ କାମ ମଧ୍ୟ ସେତିକି ବେଗରେ ସ୍ପିଡ ଏକା କିନ୍ତୁ ଡାଇରେକ୍ସନ ଅଲଗା କାମର ବେଗ ନର୍କକୁ ଆଉ ପ୍ରେମର ବେଗ ଭଗବତ ଧାମ ଭଗବାନଙ୍କର ସେବା ପାଇଁ ଆଉ କାମ ଆମେ ଯେତେବେଳେ ସ୍ୱାର୍ଥୀ ହେଉଛେ ସେତେବେଳେ ଆମେ ଏଇ କାମନା ଆମ ଭିତରେ ଆସିଗଲା ଭୋଗ କରିବା ଟିକେ ମ୍ୟୁଟ କରିଦିଅନ୍ତୁ ମ୍ୟୁଟ କରିଦିଅନ୍ତୁ କୋଉଠି ଟିକେ ଅନମ୍ୟୁଟ ହେଇଗଲା ଦେଖିଦିଅନ୍ତୁ ତେଣୁ ପ୍ରେମ କାମକୁ ପରିବର୍ତ୍ତନ ହଉଛି କେତେବେଳେ ନା ଯେତେବେଳେ ରଜଗୁଣ ସଂସ୍ପର୍ଶରେ ଆମେ ଆସୁଛେ ଏଇ ଜଗତକୁ ଆସୁଛେ ରଜଗୁଣ ସଂସ୍ପର୍ଶରେ ଆସୁଛେ ଏବଂ ଏ କାମରୁ ବହୁତ ଜିନିଷ ତିଆରି ହଉଛି ଖାଲି କ୍ରୋଧ ନୁହେଁ କ୍ରୋଧ ଭୟ ଲୋଭ ମୋହ ସବୁ କିଛି ଏ କାମରୁ ଯେତେ ନେଗେଟିଭ ଜିନିଷ କାମର ଅନୁଜ ହଉଛି କ୍ରୋଧ ତାର ଛୋଟ ଭାଇ କାମନା ଯେତେବେଳେ ପୂର୍ତ୍ତି ହୁଏନି ବା ଆମେ କାମନା ଯେତେବେଳେ ଆମର ସାଟିସ୍ଫାଇଡ ହୁଏନି ସେତେବେଳେ ସେଟା କ୍ରୋଧ ହୁଏ
बेले बेले भय भी आसे, भय हुए, क्रोध जगह भय हुए कहीं ना जो कारण कामना माने आसिला बाधा देला, साटिस्फाइड हेलानी, कामना को बाधा देला, कामना पूर्ति हेलानी, जो जोगुरु जो कारण से जदि बलवान हेतिबो ताल भय आसीबो, क्रोध परिवर्तन भय आसीजिबो, एवं कामना जदि पूर्ति हेगला ताले लोभ आउ टिके मिलिथांता कि जतो साटिस्फाइड हेगला आउ टिके अधिका हेइथांता कि आउ टिके अधिका पाइथांती कि एई भली मनरे आसे। एवं जो आम कहूचे माया मोह ये मध्य ये काम आमे आम शरीर को आत्मा बोली भावुचे, ए संसार होची हमर घर सब सांसारिक कर्म ही सब किछि एई भली हम भाबी कि देहात्म बुद्धि रे रहउचे। एवं भगवान कहउचंदी ए काम होची महाशनो, महाशनो माने ये सर्वग्रासी, माने ये कौन करिवो ना जनकर चरित्र को संपूर्ण रूपे खराब करके रखिदब। जेमती अजामिल, अजामिल ब्राह्मण परिवार रे बहुत बढ़िया भाव रे से वेद पाठ करुथिले एवं परिवार को चलाउथिले, सब किछि थिला, स्त्री थिले, परिवार थिले, केवल गोटे कौनसी कारणवशत जंगल को जाइथिले, जंगल रे गोटे बेश्यार को माने देखिले एवं से बेश्या आउ शूद्र शूद्राणी, बेश्या माने सेठी शूद्र शूद्राणी से तांकर आलिंगन को से जिनसटा देखिकी तांक मनरे कामना आसीची, काम आसक्ति बढ़ी, काम आसक्ति रु काम एवं पाइबा को इच्छा कर स्ट्रॉन्ग डिजायर एवं आनी भी घर को एवं परे तांकर चरित्र गला एवं से निजे निजर जीवन मध्य बर्बाद हो गला। स्त्री को बाहर कर देइचंदी, पिला को ये कर देइचंदी, 10टी छुआ जन्म कर से बेश्यार गर्भरू एई भली भी नहीं कि माने टोटाल এইଭଳି ମଧ୍ୟ ଆମର ଛାତ୍ର ଜୀବନ ମାନେ ଛାତ୍ର ମାନେ ମଧ୍ୟ ଛାତ୍ର ଛାତ୍ରୀ ଏଇ କାମନାର ବଶବର୍ତ୍ତୀ ହେଇକି ମଧ୍ୟ ତାଙ୍କର ପାଠ ପଢା ନଷ୍ଟ ହଉଛି, କ୍ୟାରିୟର ବର୍ବାଦ ହଉଛି, ବିପଦାପନ୍ନ ହଉଛି। ଏ କାମନା ଯୋଗୁକୁ ମଧ୍ୟ ଆମର ନାମ ଯଶ ଖ୍ୟାତି ସବୁ କିଛି ଧୂଳିସାତ ହଉଛି। ये महासन सर्वग्रासी और ये हूँ ग्रेटेस्ट एनमी बोली कहते यह वैरिण विधि एनंग जानी रख, ये हूँ शत्रु कहीं ना ए कामना जोगु आमे कौन करुचे ना आमे ए कामनार बशवर्ती है कि जो कर्म करुचे आमर जो काम बासना तैयारी होउची माइंड रे, से कामना काम बासना ए मन रे स्टोर होउची एवं सेई काम बासना अनुसारे ए माइंड कौन होउची ना जेतोळे अन्य शरीर को जाउची मन, ए मन बुद्धि अहंकार मन भीतर जो स्टोर हेइतवा रहिची भर्ती हेइकी रहिची बासना से तबळे अन्य शरीर को जाउची, से बासना अनुसारे ताकू शरीर मिलुची, से काम बासना अनुसारे फल से जो शरीर यही भली से शरीर पाई चली कर्म करुच्ची कामना बशवर्ती है एवं जो काम वासना अनुसार शरीर पाई चली ए जगत रे से जन्म मृत्यु चक्र रे फसिकी रही अटकी रही बाहरी पारुनी। से शत्रु हमको आमर जो जो माने सही रास्ता आमे ठीक रास्ता रे जो आमे अग्रसर हवा से हमको आम ये प्रतिबंधक एवं भगवान कहते महापाप्मा, दिस इज वेरी इंपोर्टेंट, महापाप्मा ये पापा पूर्ण माने पाप पूर्ण केमिति ना भगवान एठी देखो ये हूँ प्रत्येक पापर जन्मदाता हम ऑलरेडी कही सारे ये यही काम ही प्रत्येक पाप जन्म होची। कामना जोगु मु मोर मद बीड़ी सिगारेट पान चा सब गुड़ाक खाइबा मोर इच्छा होची जोड़ीक कि मोर क्षति करिवो मोर शरीर शरीर
କାମନା ଯୋଗୁ ମୁଁ ଜୀବ ହତ୍ୟା କରୁଛି, ଏ କାମନା ଯୋଗୁ ସବୁ ପାପ କର୍ମ, ଏ କାମନା ଯୋଗୁ ମୁଁ ଅବୈଧ ସମ୍ପର୍କ ବି ରଖିପାରେ, ଏଇ କାମନା ଯୋଗୁ ମୁଁ ମାନେ ମିଛ କହିପାରେ, ଠକିପାରେ, ଗଲତ ଉପାୟରେ ପଇସା ରୋଜଗାର କରିପାରେ, ସହି ଉପାୟରେ କଲେ ବି ମୁଁ ପଇସା ଠୁଳ କରୁଛି, ଅନ୍ୟକୁ ଶୋଷଣ କରିକି ମୋ ଆବଶ୍ୟକତା ଅନୁସାରେ କରୁନି। ତେଣୁ ସବୁ ପାପ ଏ କାମରୁ ଜନ୍ମ ହେଇଥାନ୍ତି, ସବୁ ପାପ। ଆଉ ପାପରୁ କଣ ମିଳେ? ଯଦି ଆମେ ପାପ କଲେ, ଜନ୍ମ ହେଲା ପାପ, ଏଥିରୁ କଣ ମିଳିବ? ଦୁଃଖ। ଦୁଃଖ ମାନେ କଣ? ମାନେ ଯାହା ଆମେ ଚାହୁଁଛେ ତାହା ମିଳିବନି, ପାଉନେ, ଆଉ ଯାହା ପାଉଛେ ଆମେ ତାକୁ ଚାହୁଁନେ, ଇଏ ହେଲା ଦୁଃଖ। ଏଇ ଭୌତିକ ଜଗତରେ ସେମିତି ସୁଖ ମଧ୍ୟ ହଉଛି କଣ ନା, ଯାହା ଆମେ ଚାହୁଁଛେ ସେ ମିଳିଯାଉଛି, ଯାହା ଆମେ ନ ଚାହୁଁଛେ ସେ ମିଳୁନି, ଇଏ ହେଲା ସୁଖ। ଭୌତିକ ଜଗତରେ ଦୁଃଖ ସୁଖର ସଂଜ୍ଞା ହଉଛି ଏଇଆ। ଦୁଃଖ ହଉଛି ଆମେ ଯାହା ଚାହୁଁଛେ ସେ ମିଳୁନି, ଆମେ ଯାହା ପାଉଛେ ତାକୁ ଆମେ ଚାହୁଁନେ, ଆମର ଦରକାର ନାହିଁ। ତେଣୁ ଭୌତିକ ଦୃଷ୍ଟିକୋଣରୁ ଇଏ ହେଲା ସୁଖ ଦୁଃଖ, ଏବଂ ଏଇ ପାପରୁ କେବଳ ଦୁଃଖ ଆସେ, ସୁଖ ଆସେନି। ସୁଖ, ଆକ୍ଚୁଆଲ ସୁଖ କୋଉଟା? ସେ ଯାହା ଭଗବାନ ଚାହୁଁଛନ୍ତି। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଭଗବାନ କଣ ଚାହୁଁଛନ୍ତି? ଯେ ତାଙ୍କର ସେବା କରିବା, କାହିଁକି ନା ଆମେ ତାର ସେବକ। ଜୀବର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ। ତାଙ୍କ ସନ୍ତୁଷ୍ଟି ପାଇଁ, ତାଙ୍କ ଖୁସି ପାଇଁ, ତାଙ୍କର ଇନ୍ଦ୍ରିୟକୁ ସୁଖ ଦେବା ପାଇଁ ଆମକୁ ତାଙ୍କର ସେବା କରିବାକୁ ପଡିବ। ଆମର ମନ, ବୁଦ୍ଧି, ଶରୀର, ଆମ ପାଖରେ ଯାହା ସାମଗ୍ରୀ, ସବୁ ଭଗବାନଙ୍କର ସେବାରେ ଲଗେଇକି। ମାନେ ସେକେଣ୍ଡ ଥିଙ୍ଗ, ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ, ଏକ ତ ହେଲା ପାପ, ପାପରୁ ଦୁଃଖ, ସବୁ ପାପ ଜନ୍ମ ହେଲା ଏ କାମରୁ, ଏବଂ ପାପରୁ ଦୁଃଖ ଆମେ ଦେଖିଲେ, ମାନେ ଜାଣିଲେ ଏଇଟା। ବର୍ତ୍ତମାନ ଆଉ ଗୋଟେ ଜିନିଷ ହଉଛି, ଆମକୁ ବୁଝିବାକୁ ହବ ଯେ ଏଇ ସଂସାରର ଯେତେ ବିନାଶଶୀଳ, ଯାହା ସବୁ ଆମେ ଦେଖୁଛେ ସଂସାରରେ, ସବୁ ବିନାଶଶୀଳ। এই ବିନାଶଶୀଳ ପଦାର୍ଥକୁ ମହତ୍ଵ ଦବା, ଏ ଶରୀର ହଉ ବା ଏନି ସାମଗ୍ରୀ ହଉ ବା ଏ ସଂସାର ହଉ, ୟାକୁ ମହତ୍ଵ ଦବା, ଏବଂ ଆମେ ଭାବିବା ଯେ ଏଇ ଆମକୁ ସୁଖ ଦେଇପାରିବ, ଏ ସଂସାରର ବିନାଶଶୀଳ ଆମକୁ ସୁଖ ଦେଇପାରିବ, ଏହା ଦ୍ୱାରା ଆମେ ସୁଖୀ ହେଇପାରିବା। এই ବିଚାର ହଉଛି କାମନା। ଆମେ ଯେତେବେଳେ ମହତ୍ଵ ଦଉଛେ, ମହତ୍ଵ ଦେଲେ କଣ ହବ? ଇଚ୍ଛା ହବ ପାଇବାକୁ ଏ ବିନାଶଶୀଳ ଜିନିଷକୁ, ଇଚ୍ଛା ହବ, କାମନା ଆସିଲା, ଏବଂ ସର୍ବନାଶ। ତାପରେ ସର୍ବନାଶ, କାହିଁକି? ଆମେ ହଉଛେ ଅବିନାଶୀ। ନାଶବାନ ପଦାର୍ଥ ଯୋଉଗୁଡାକ, ବିନାଶଶୀଳ ପଦାର୍ଥ ବସ୍ତୁ, ସେଥିରେ ଆମେ କେମିତି ସୁଖୀ ହବା? ଆମେ ତ ହଉଛେ ଅବିନାଶୀ। ପାଣି ଆଉ ତେଲ କଣ ସେମାନେ ମିଶି ଯାଇପାରିବେ? ମିଶି ପାରିବେନି। ସେମିତି ଆମେ ଅବିନାଶୀ, ବିନାଶଶୀଳ, ଏ କମ୍ପାଟିବଲ ନୁହେଁ। କିନ୍ତୁ ଆମେ ଗ୍ରହଣ କରି ନେଇଛେ ଯେ ବିନାଶଶୀଳ ଜିନିଷ, ଏଇ ଯୋଉ ସଂସାରରେ ଅଛି, ଇଏ ଆମକୁ ସୁଖ ଦବ, କିନ୍ତୁ ଦେଇପାରିବନି। କାହିଁକି? ଆମେ ଆମେ ତାକୁ ହିଁ ମହତ୍ଵ ଦେଲେ, ଏବଂ ମହତ୍ଵ ଦବା ହିଁ କାମନା, ଏବଂ ସେଇଟା ଯେତେବେଳେ କାମନା, ଏବଂ ଯେତେବେଳେ ଆମେ ମହତ୍ଵ ଦେଲେ, ଆମେ ତାକୁ ପାଇବାକୁ ଇଚ୍ଛା କଲେ, କିନ୍ତୁ ସେ ଆମକୁ ସୁଖ ଦବନି। କାହିଁକି ସୁଖ ଦବନି? ନା ସିଏ ହଉଛି ବିନାଶଶୀଳ, ଟେମ୍ପରାରୀ। ସେ ମୋଠୁ ଛାଡିକି ଚାଲି ଯାଇପାରେ, ବା ମୁଁ ତାକୁ ଛାଡିକି ଚାଲି ଯାଇପାରେ, ଯେତେ ବିନାଶଶୀଳ।
ମୋର ବନ୍ଧୁବାନ୍ଧବ, ମୋ ପରିବାର, ମୋର ପାଖରେ ଯାହା ସାମଗ୍ରୀ, ସବୁ କିଛି ଟେମ୍ପୋରାରୀ। ଆଇଦର ସେ ଛାଡିକି ଚାଲିଯିବ, ନା ମୁଁ ଛାଡିକି ଚାଲିଯିବି। ଆଉ ସୁଖ କେମିତି ମିଳିବ? ଟେମ୍ପୋରାରୀ। ବେଳେ ବେଳେ କୁହାଯାଏ, ଆଉ ଗୋଟେ ଜିନିଷ ଦେଖନ୍ତୁ, କାମନାର ବିନାଶରେ ଦୁଃଖର ବିନାଶ। କିନ୍ତୁ ଏ କାମନାକୁ କଣ ଆମେ ପ୍ରକୃତରେ ବିନାଶ କରିପାରିବା, ମାରିଦେଇ ପାରିବା କାମନାକୁ? ଆମେ କେମିତି ଇଚ୍ଛା ଶୂନ୍ୟ ହବା? କିନ୍ତୁ ଏଇ ଜିନିଷଟା ଆନ୍ସର ପାଇଁ ଆମକୁ ଜାଣିବାକୁ ପଡିବ ଯେ ଗୋଟେ ଜିନିଷ ହଉଛି ଯୋଉ କାମନା ଏବଂ ଆବଶ୍ୟକତା, ଇଚ୍ଛା ଏବଂ ନିଡ୍, ଏଇ ଦିଟା ଭିତରେ ପ୍ରଭେଦ କଣ? ମାନେ ପ୍ରଭେଦ ମାନେ ଆମେ ଜାଣିବା ଦରକାର ଯେ ଆମର ଯାହା ଆବଶ୍ୟକତା ସେ କାମନା ନୁହେଁ, ସେ ଇଚ୍ଛା ନୁହେଁ। ଆମ ଜୀବନରେ ଯାହା ଦରକାର, ଆମେ ଶରୀରକୁ ମେଣ୍ଟେନ କରିବା ପାଇଁ ବହୁତ ଜିନିଷ ଦରକାର ଆମ ଜୀବନରେ, ସେଗୁଡିକ ଆବଶ୍ୟକତା। ନହେଲେ ଶରୀର ଚାଲିବ କେମିତି? କିନ୍ତୁ ସେମାନେ କାମନା ନୁହେଁ। ଧରନ୍ତୁ ମତେ ଭୋକ ଲାଗୁଛି, ଖଣ୍ଡେ ଦିପଟ ଶୁଖା ରୁଟି ହେଲେ ବି ମୋର ହେଇଯିବ, ମୋର ଭୋକ ମେଣ୍ଟିଯିବ, ଏ ଶରୀର ଚାଲିବ। କିନ୍ତୁ ମୁଁ କଣ ଭାବୁଛି ନା ଏଥିରେ ଟିକେ ଘିଅ ଲଗା ହେଇଥିବ, ସେ ପରଟା ଭଳିଆ ହେଇଥିବ, ମସଲା ଦିଆ ଗୋଟେ ତରକାରୀ ହେଇଥିବ, ଆଚାର ଫାଚାର ସାଇଡରେ ଥିବ, ସଲାଡଟେ ତିଆରି ହେଇଥିବ। ଇଏ ହଉଛି ଏକ୍ସପେକ୍ଟେସନ, ଇଏ ନିଡ୍ ନୁହେଁ, ଏକ୍ସପେକ୍ଟେସନ। ଆକାଂକ୍ଷା, କାମନା ଏକୁ ହିଁ କହନ୍ତି। ଆବଶ୍ୟକତାରୁ ଅଧିକ ଆଶା କରିବା ହିଁ କାମନା ହେଇଗଲା ଏଠି। ତେଣୁ କାମନାକୁ ତ୍ୟାଗ କରାଯାଇପାରେ, ଆବଶ୍ୟକତାକୁ ନୁହେଁ। କାହିଁକି ନା ଆମର ଜରୁରତ ଜିନିଷଟାକୁ ଆମେ କେମିତି, ଆମର ଆବଶ୍ୟକତାକୁ କେମିତି ଆମେ ତ୍ୟାଗ କରିପାରିବା? କାମନାକୁ ଆମେ ତ୍ୟାଗ କରିପାରିବା। ସଂସାର ଚାଲୁଛି କେମିତି? ନା ଆମର ବସ୍ତୁ ଏବଂ କ୍ରିୟା ଏ ଦିଟାକୁ ନେଇକି। ମାନେ ଆମେ କିଛି ଆକ୍ସନ କରୁଛେ, ସେ ବସ୍ତୁକୁ ନେଇକି କିଛି ଆକ୍ସନ କରୁଛେ, ସେଇ ଅନୁସାରେ ସଂସାର ଚାଲୁଛି। এই ଦିଟା ହଉଛି ବାହ୍ୟ ଜିନିଷ, ଯୋଉ ମ୍ୟାଟେରିଆଲସ ବା ସାମଗ୍ରୀ ଏବଂ କ୍ରିୟା, ଏ ଦିଟା ଏକ୍ସଟର୍ନାଲ ବାହ୍ୟ। କିନ୍ତୁ ଏ କାମନା ହଉଛି ଆଭ୍ୟନ୍ତରୀଣ, ଭିତରେ ଅଛି। ଆକୁ ଆମେ ମାନେ କଣ୍ଟ୍ରୋଲ କରିଦେଇ ପାରିବା, ନିୟନ୍ତ୍ରଣ କରିଦେଇ ପାରିବା। ଭଗବାନ କହୁଛନ୍ତି ତାକୁ ବୁଝିବାକୁ ଚେଷ୍ଟା କର, କାମନାକୁ ବୁଝିବାକୁ ଚେଷ୍ଟା କର। ଯୋଉଥିପାଇଁ ଏ ସଂସାର ତିଆରି ହେଇଛି, ଯୋଉଥିପାଇଁ ଆମେ ସଂସାରରେ ଫସିକି ଅଛେ, କାମନାକୁ ବୁଝିବାକୁ ଚେଷ୍ଟା କର। ଏବଂ ସେଥିପାଇଁ ଭଗବାନ କହୁଛନ୍ତି ଏ କାମନା ପାଇଁ ଚାରୋଟି ଜିନିଷ ଭଲ କି ଜାଣି ରଖ, କାମନାରୁ ବଞ୍ଚିବା ପାଇଁ। ଆମକୁ ବଞ୍ଚିବାକୁ ହବ କାମନାରୁ, ନହେଲେ ଆମେ ଆମର ଇଏ ଚିର ଶତ୍ରୁ, ଆମେ ମାନେ ଆମର ବନ୍ଧନର କାରଣ, ଭୌତିକ ବନ୍ଧନର ଇଏ ହଉଛି କାରଣ। ତେଣୁ ଆମକୁ କାମନାକୁ ଆଇଡେଣ୍ଟିଫାଇ କରିବାକୁ ହବ। ଆମର ଆବଶ୍ୟକତା କାମନା ନୁହେଁ, ଏ କଥା ଜାଣିବାକୁ ପଡିବ। ବଞ୍ଚିବାର ଯୋଉ ଇଚ୍ଛା ସେ କାମନା ନୁହେଁ। ମୋର ଆବଶ୍ୟକତା ଯୋଉ ଆବଶ୍ୟକତା ମୁଁ ଯଦି ଗ୍ରହଣ ନ କଲି ମୁଁ ବଞ୍ଚିବି କେମିତି? ତେଣୁ ବଞ୍ଚିବାର ଇଚ୍ଛା ମୋର ଅଛି, ବଞ୍ଚିବାର ଇଚ୍ଛା କାମନା ନୁହେଁ। ସେଥିପାଇଁ ପ୍ରଭୁପାଦ କହୁଛନ୍ତି, ହାଉ କ୍ୟାନ୍ ୱାନ୍ ବି ଡିଜାୟାରଲେସ୍? ଇଚ୍ଛା ଶୂନ୍ୟ କେମିତି ଆମେ ହବା? ବଞ୍ଚିବାର ମୋର ଇଚ୍ଛା ଅଛି। ତେଣୁ ନିଡ୍, ଯୋଉଟା ଆବଶ୍ୟକତା ଆମ ଜୀବନ ପାଇଁ, ସେ କାମନା ନୁହେଁ। କିନ୍ତୁ ନିଡ୍ ର ପରେ ଆମେ ଯାହା ଚାହୁଁଛେ ସେଟା ଏକ୍ସପେକ୍ଟେସନ, ଆକାଂକ୍ଷା ବା କାମନା। ତେଣୁ ଚାରୋଟି ଜିନିଷ ଜାଣ, କଣ ନା ଆମର ଆବଶ୍ୟକତାକୁ ପୂରଣ କର। କେବେ ହେଲେ କାମନାକୁ ବା ଏକ୍ସପେକ୍ଟେସନକୁ ପୂରଣ କରିବାକୁ ଚେଷ୍ଟା କର ନା। କିନ୍ତୁ ଆମେ କଣ କରୁଛେ ନା ଆମର
ମାନେ ଆମର ଯାହା ଆବଶ୍ୟକତା ତାର ପୂର୍ତ୍ତି କଲେ ତା ସାଙ୍ଗେ ସାଙ୍ଗେ କିନ୍ତୁ ଆମେ ଦେଖିଲେ ସୁଖ ମିଳୁନି। ସେଥିପାଇଁ ଆମେ କଣ କରୁଛେ? ଆମେ କାମନାକୁ ପୂର୍ତ୍ତି କରୁଛେ, କାରଣ କାମନାକୁ ପୂର୍ତ୍ତି କଲେ ସୁଖ ମିଳିବ। ତେଣୁ ଆମକୁ ଭଗବାନ କହୁଛନ୍ତି କାମନାକୁ ହ୍ୟାଣ୍ଡେଲ କର, ଆମର ଯୋଉ ଆବଶ୍ୟକତା ସେଇଥିରେ ସନ୍ତୁଷ୍ଟ ହେଇଯାଏ, ଆବଶ୍ୟକ ବାଦ ଯାହା ଆମର ଏକ୍ସପେକ୍ଟେସନ ତାକୁ ତ୍ୟାଗ କର। ଆଉ ଅଧିକା ଆଶା କର ନା ଆବଶ୍ୟକତା। କାହିଁକି ନା ମିଳିବନି। ଆମେ ଆଜି 1000 ଟଙ୍କା ଆଶା କଲେ ଆମକୁ ମିଳିଗଲା, ଭାବୁଛେ ଯେ 10,000 ପାଇ ମାନେ ଇଚ୍ଛା କରିଥିଲେ ହେଇଥାନ୍ତା, ତାକୁ ବି ଯେତେବେଳେ ପାଉଛେ ଇଚ୍ଛା ହଉଛି 25,000 ପାଇଗଲେ 25,000 ଏମିତି। ତେଣୁ ଅନ୍ତ ନାହିଁ, ଏ କାମନାର ଅନ୍ତ ନାହିଁ। ତେଣୁ ଭଗବାନ କହୁଛନ୍ତି ଆବଶ୍ୟକତାରେ ସନ୍ତୁଷ୍ଟ ହୁଅ ଏବଂ ଅଧିକା ଯୋଉ ଏକ୍ସପେକ୍ଟ କରୁଛେ ଆମେ ଆବଶ୍ୟକତାଠୁ ଯାହା ଅଧିକା ସେଟାକୁ ପରିତ୍ୟାଗ କର, ତ୍ୟାଗ କର। ଇଏ ହେଲା ଫାଷ୍ଟ ଜିନିଷ କାମନାକୁ କଣ୍ଟ୍ରୋଲ କରିବା ପାଇଁ। ସେକେଣ୍ଡ, କେତେ ଗୁଡିଏ କାମନା ଅଛି ଦୁନିଆରେ ବହୁତ ଭଲ, କିନ୍ତୁ ଆମ କଣ୍ଟ୍ରୋଲରେ ନାହିଁ। ତେଣୁ ଆମେ ତାକୁ ତାର ପୂର୍ତ୍ତି କରିପାରିବାନି। ସେ କାମନାର ଆମକୁ ଭଗବାନଙ୍କୁ ଛାଡିବାକୁ, ଭଗବାନଙ୍କୁ ସେ ଜିନିଷ ଛାଡିଦବାକୁ ପଡିବ। ସେ ଯାହା ବୁଝିବେ। କାହିଁକି ନା କେତେ ଗୁଡେ ଅଛି ଏଭଳି କର୍ମ, ସପୋଜିଂ ମାନେ ଅନ୍ୟର ଭଲା କରିବା। ଯେମିତି ଆମର ଏ ଦୁନିଆରେ ବହୁତ ଅଛନ୍ତି ଯୋଉମାନେ ଗରିବ, ଅନାଥ, ଆମେ ଚେଷ୍ଟା କରିବା ତାଙ୍କୁ ବେନିଫିଟ ଦବା ପାଇଁ। ଏବଂ ଦୁନିଆରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ନ୍ୟାୟ କେମିତି ମିଳୁ ତା ପାଇଁ ଚେଷ୍ଟା କରିବା। ଏଗୁଡିକ ଡିଜାୟାର ନା ନିଡ୍, ମାନେ କାମନା ନା ଆବଶ୍ୟକତା? ଡେଫିନେଟଲି ଏଗୁଡିକ କାମନା ନୁହେଁ, ଆବଶ୍ୟକତା ନୁହେଁ, କାମନା ମୋର ଇଚ୍ଛା। କିନ୍ତୁ ମୁଁ କଣ୍ଟ୍ରୋଲରେ ନାହିଁ, ମୋ ସାମର୍ଥ୍ୟ ନାହିଁ କି ମୁଁ ଆର ମାନେ ୟାକୁ ଫୁଲଫିଲ କରିପାରିବି। ତେଣୁ ଏଠି କଣ କରିବାକୁ ପଡିବ? ଭଗବାନଙ୍କ ପାଖକୁ ମତେ ଛାଡିଦବାକୁ ପଡିବ ଯେ ପ୍ରଭୁ ଇଏ ଆପଣଙ୍କ ହାତରେ, ମୋ ହାତରେ ନାହିଁ, ମୋ କଣ୍ଟ୍ରୋଲରେ ନାହିଁ, ମୁଁ ଖାଲି ଆପଣଙ୍କୁ ପ୍ରେୟାର କରିବି। ତେଣୁ ଇଏ ହେଲା ସେକେଣ୍ଡ। କେତେ ଗୁଡିଏ କାମନା ଭଲ, କିନ୍ତୁ ତାକୁ ଆମେ ପୂର୍ତ୍ତି କରିପାରିବାନି, ଭଗବାନଙ୍କୁ ଛାଡିଦବା, ପ୍ରେୟାର କରିବା ଭଗବାନଙ୍କୁ ଯେ ଆପଣ ବୁଝନ୍ତୁ। ଆଉ କେତେ ଗୁଡେ ପ୍ରପୋଜାଲ ମାଇଣ୍ଡରେ ଆସିବ, ଏମିତି ହେଇଥିଲେ ବଢିଆ ହେଇଥାନ୍ତା, ସେ ଜିନିଷ ପାଇଥିଲେ ଆହୁରି ଭଲ ହେଇଥାନ୍ତା, ଏଇଭଳି ଗୁଡେ ବିଚାର ଆସେ, ମନରେ ଆସେ। ତାକୁ ଇମିଡିଏଟ ଆମର ୱେଷ୍ଟ ପେପର ବକ୍ସ ବା ଡଷ୍ଟବିନ୍ କୁ ଫୋପାଡ଼ି ଦେବାର ଅଛି। ସେଇଭଳି ପ୍ରପୋଜାଲ ଯାହା ମାଇଣ୍ଡରେ ଆସୁଛି, ଇଏ ହେଲା ଥାର୍ଡ। ତାହେଲେ କାମନାକୁ ଆମେ କଣ୍ଟ୍ରୋଲ କଲେ। ଏବଂ ଫୋର୍ଥ ହଉଛି ଏ ମନର କାମ ସେୟା, ଖାଲି କାମନା ଏ ମନରେ ଆସିବ, କାମନା ଇଏ ହଉଛି ମନର କାମ, ଏହି କାମ ତାର। କିନ୍ତୁ ମନରେ ଯାହା କାମନା ଆସୁଛି ତାକୁ ସେଇଠି ଦବେଇ ଦେବାକୁ ପଡିବ, ତାକୁ ପ୍ରଶ୍ରୟ ଦବାନି। ଆମକୁ ଭଗବାନଙ୍କର ଆଜ୍ଞା ପାଳନ କରିବାକୁ ହବ, ବାସ୍। ଧରନ୍ତୁ ଇଚ୍ଛା ହଉଛି ଶୋଇବାକୁ, କିନ୍ତୁ ହେଇଗଲାଣି ବ୍ରାହ୍ମ ମୁହୂର୍ତ୍ତ ହେଇଗଲାଣି, କିନ୍ତୁ ଇଚ୍ଛା ହଉଛି ଶୋଇବାକୁ। ନା, ଶୋଇବିନି, ଇଚ୍ଛାକୁ ମୁଁ ଦବେଇ ଦେବି। କାହିଁକି ନା ମତେ ସ୍ନାନ କରିବାକୁ ପଡିବ ଏବଂ ଜପ କରିବାକୁ ପଡିବ। ତେଣୁ ଆଳସ୍ୟ, ଯୋଉ ଏଇ ଯୋଉ ଆଳସ୍ୟ ହଉଛି ବି ଗୋଟେ ଭୋଗ, ଭୋଗ ବାସନା, ତାକୁ ପରିତ୍ୟାଗ କରିବାକୁ ପଡିବ। ତେଣୁ ବିଚାର ଶକ୍ତି ଦ୍ଵାରା ଏକୁ ଦମନ କରାଯିବ। ଇଏ ହେଲା ପ୍ରଥମ ଜିନିଷ, ଚାରୋଟି ବିଚାର ଶକ୍ତି ଦ୍ଵାରା କଣ୍ଟ୍ରୋଲ କରିବା ଯୋଉ ଜିନିଷଟା। କିନ୍ତୁ ଆମେ ଜାଣିବା ଦରକାର ଯେ ଭଗବାନ ମାନେ ନିଜର ଆନନ୍ଦ ପାଇଁ ଏଇ ଯୋଉ ନିଜକୁ ବିସ୍ତାର କରୁଛନ୍ତି, କେବଳ ନିଜର ଆନନ୍ଦ ପାଇଁ।
ଏ ସୃଷ୍ଟିର ସର୍ଜନା ଏବଂ ନିଜକୁ ସେ ବିସ୍ତାର କରିଛନ୍ତି କେବଳ এই ଜୀବ ଜଗତ ଯାହା ସେ ବିସ୍ତାର କରିଛନ୍ତି ନିଜର ଖୁସି ପାଇଁ ଏବଂ ଜୀବାତ୍ମା ହଉଛି ତାର ଅଂଶ ସେଇ ଯୋଉ ବିସ୍ତାରର ବା ଏକ୍ସପାନସନର ହିସ୍ସା ଜୀବାତ୍ମା। ଭଗବାନ ହଉଛନ୍ତି ସ୍ୱାଧୀନ ପୂର୍ଣ୍ଣ ସ୍ୱତନ୍ତ୍ର, ଆମେ ମଧ୍ୟ ସ୍ୱାଧୀନ, କିନ୍ତୁ ଆମ ପାଖରେ ସେ ସ୍ୱାଧୀନତା କମ ଅଛି। ଯେହେତୁ ତାଙ୍କର ଆମେ ଅଂଶ, ଆମ ପାଖରେ ସେ ସ୍ୱାଧୀନତା ଅଛି, ଆମେ ସେ ସ୍ୱାଧୀନତାର ସଦ୍ ଉପଯୋଗ କରିବା କଥା। କଣ ନା ଭଗବାନଙ୍କର ସେବା କରିବା। ସେ ସ୍ୱାଧୀନତା ଭଗବାନଙ୍କ ସେବାରେ ଲାଗିବା କଥା, କିନ୍ତୁ ଆମେ ତାର ଦୁର୍ବ୍ୟବହାର କଲେ। କଣ କଲେ? ଆମର ସେବା ମନୋଭାବକୁ ଆମେ ଭୋଗ ମନୋବୃତ୍ତିକୁ କନଭର୍ଟ କରିଦେଲେ, ପରିବର୍ତ୍ତନ କରିଦେଲେ। ସେବା ଆସେ କୋଉଠୁ? ମାନେ ପ୍ରେମରୁ। ମୋର ଯଦି ବାପା ମାଙ୍କ ପ୍ରତି ମୋର ପ୍ରେମ ନାହିଁ, ଶ୍ରଦ୍ଧା ନାହିଁ, ତାହେଲେ ମୁଁ ସେବା କରିପାରିବିନି। ସେବା ମନୋଭାବ ଆସେ ପ୍ରେମରୁ। ତେଣୁ ସେବା ରୁ ଭୋଗ ଅର୍ଥ ହଉଛି ପ୍ରେମରୁ କାମକୁ ଯିବା। ରେଜଲ୍ଟ କଣ ହବ? ଆମେ କାମର ବଶବର୍ତ୍ତୀ ହେଇଗଲେ, ତାର ବଶରେ ଆସିଗଲେ, ତା କଣ୍ଟ୍ରୋଲରେ ଆସିଗଲେ। ଯେହେତୁ ଆମେ ତା କଣ୍ଟ୍ରୋଲରେ ଆସିଗଲେ, ଆମର ଯେତେବେଳେ ଭୋଗ ବୃତ୍ତି ଆସିଲା, ଭଗବାନ କଣ କଲେ ନା ଏ ଜଗତ ସୃଷ୍ଟି କଲେ ଯେ ଆମେ ଆମର କାମନାକୁ ପୂର୍ତ୍ତି କରିପାରିବା। ଇଏ ହେଲା ପ୍ରଥମ ଉଦ୍ଦେଶ୍ୟ ଭଗବାନଙ୍କର। ସେକେଣ୍ଡ ଉଦ୍ଦେଶ୍ୟ ହଉଛି ଯେ ସୁଧାର ପାଇଁ। ତେଣୁ ୟାକୁ ଗୋଟେ ଜେଲ ଭଳିଆ ବନେଇଲେ, ଏ ଭୌତିକ ଜଗତକୁ ଗୋଟେ ଜେଲ। କାହିଁକି ଜେଲ? ନା ଆମେ ନିୟମ ବିରୁଦ୍ଧରେ ଗଲେ। ଜେଲକୁ କାହିଁ ଯାଆନ୍ତି? ନିୟମ ବିରୁଦ୍ଧରେ ଗଲେ ଜେଲ ଯିବା, ପାପ କର୍ମ ସେଇଟା। ଆମେ ଭଗବାନଙ୍କର ନିୟମ ବିରୁଦ୍ଧରେ କଲେ, ଭଗବାନଙ୍କର ସେବା କରିବା ଆମର ହଉଛି ନିୟମ, କିନ୍ତୁ ଆମେ ଭୋଗ କରିବାକୁ ଆସିଲେ, ସେଥିପାଇଁ ୟାକୁ ଜେଲ ଭଳିଆ ବନେଇଲେ। କିନ୍ତୁ ଜେଲଟା କଣ ଗୋଟେ ମାନେ ସେଠି କଣ ଗୋଟେ ଡେଭଲପମେଣ୍ଟାଲ ୱାର୍କ ହଉଛି ନା କଣ? ଏଟା ଜାଗା ନୁହେଁ, ରହିବା ଜାଗା ନୁହେଁ। ଏ ଭୌତିକ ଜଗତଟା ଜେଲ। ଏଇଟା କେବଳ ସୁଧାର ପାଇଁ। ତେଣୁ ଏଇଭଳି ଆମକୁ ସୁଧାର କରିବାକୁ ପଡିବ। କେମିତି ସୁଧାର ହବା? ମାନେ ଆମର ଏଇ କାମକୁ ପ୍ରେମରେ ପ୍ରଥମ କୁହାହେଲା କଣ୍ଟ୍ରୋଲ। କେତେ ଗୁଡିଏ ଜିନିଷ ଆମକୁ କଣ୍ଟ୍ରୋଲ ତିଆରି କରିବାକୁ, ମୁଁ ଯୋଉ ଚାରୋଟି ପ୍ରଥମେ କହିଲି କାମନାର କଣ୍ଟ୍ରୋଲ, ସେ ହେଲା କଣ୍ଟ୍ରୋଲ, ନିୟନ୍ତ୍ରଣାଧୀନ। ଆମକୁ ନିୟନ୍ତ୍ରଣ କରିବାକୁ ପଡିବ। କିନ୍ତୁ କାମକୁ ପ୍ରେମରେ ବଦଳିବା ପାଇଁ ଆମକୁ ଆକ୍ଚୁଆଲ ଯୋଉଟା ଇମ୍ପୋର୍ଟାଣ୍ଟ, ସେଇଟା କଣ? ଆମ ଜୀବନର ଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ। କୃଷ୍ଣ ଭାବନା ଅମୃତକୁ ଗ୍ରହଣ କରିବାକୁ ହେବ। ଯେମିତି ବର୍ଷା ପାଣି ଆକ୍ଚୁଆଲି ପିଓର, କିନ୍ତୁ ଯେତେବେଳେ ଆସୁଛି ଏ ଧରତୀକୁ, ସେ ଯେତେବେଳେ ମାଟିରେ ମିଶିଗଲା, ସେ କାଦୁଅ ହେଇଗଲା, ମଡି ହେଇଗଲା। କିନ୍ତୁ ତାକୁ ପ୍ୟୁରିଫାଇ କରିହବ, ତାକୁ ପବିତ୍ର କରିହବ। ତେଣୁ ଆମେ ଯେହେତୁ ସ୍ୱତନ୍ତ୍ର, ଆମେ ଗଲତ ଉପଯୋଗ କରିକି ଏଠିକି ଆସିଛେ ଆମ ସ୍ୱତନ୍ତ୍ରତାର। ବର୍ତ୍ତମାନ କଣ କରିବା? ସେଇ ସ୍ୱତନ୍ତ୍ରତାର ସହି ଉପଯୋଗ କରିବା। ତାହେଲେ ଆମେ ଭଗବତ ଧାମ, ଆମର ନିଜର ଯୋଉଟା ଚିନ୍ମୟ ଜଗତ, ଆମ ନିଜ ଘର, ସେଠିକି ଆମେ ଫେରିଯିବା। ଆମକୁ ନାମ ଜପ କରିବାକୁ ପଡିବ, ଭଗବାନଙ୍କର ସେବା କରିବାକୁ ପଡିବ, ଚାରୋଟି ନିୟମ ପାଳନ କରିବାକୁ ପଡିବ। ଜୀବ ହତ୍ୟା କରିକି ମାଛ ମାଂସ ଖାଇବା, ଇଣ୍ଟକ୍ସିକେସନକୁ ମାନେ ମାଦକ ଦ୍ରବ୍ୟ ସେବନ କରିବାନି, ଅବୈଧ ସମ୍ପର୍କ ରଖିବାନି, ଚାରୋଟି ନିୟମ ଯୋଉ ଜୁଆ ଖେଳିବାନି, ଏଇ ସବୁ ଜିନିଷ ଗୁଡିକ। ଭଗବାନଙ୍କର ସେବା କରିବା ଏବଂ ନାମ ଜପ, କୀର୍ତ୍ତନୀୟ ସଦା ହରି। କିନ୍ତୁ ଆମେ ଏଠିକି ଆସିଛେ ଭୋଗ କରିବା ପାଇଁ, ଅନ୍ୟକୁ କ୍ଲେଶ ଦେବା ପାଇଁ, ନିଜକୁ ନିଜେ ସ୍ୱାମୀ ହବା ପାଇଁ, ସବୁ ଜିନିଷର ମାଲିକ ହବା ପାଇଁ
ଆମକୁ ଏଇ ଆଦତ ଛାଡିକି ଭଗବାନଙ୍କର ସେବକ ମାନି ପରଜୀବ ପ୍ରତି ମାନେ କରୁଣା ରଖିକି ଆମକୁ କରିବାକୁ ପଡିବ ସେବା ଭଗବାନଙ୍କର। ଯୋଉ କାରଣରୁ ଆମେ ଆମର କାମ ଆସିଲା, କୋଉ କାରଣରୁ ଆସିଲା? ଯେତେବେଳେ ଆମେ ବହିରଙ୍ଗା ହେଲେ, ଯେତେବେଳେ କୃଷ୍ଣ ବିମୁଖ ହେଲେ, ଆମକୁ ସେଇ ଜିନିଷଟାକୁ ରିଭର୍ସ କରିବାକୁ ଅଛି। ଯୋଉ କାରଣରୁ ବହିର୍ମୁଖା ହେଇଛେ ସେଇ କାରଣକୁ ଆମକୁ ରିଭର୍ସ କରିଦେବାକୁ ପଡିବ, ଅର୍ଥାତ ଆମକୁ ଅନ୍ତର୍ମୁଖା ବା ଅନ୍ତରଙ୍ଗା ଆଡେ ପ୍ରୋଗ୍ରେସ କରିବାକୁ ପଡିବ। ଯେମିତି ଅର୍ଜୁନ ଆଉ ହନୁମାନ, ଏଇ ଦି ଜଣଙ୍କର ଇଚ୍ଛା, ସେ ନିଜ ଇଚ୍ଛାରେ କିଛି କଲେନି, ତାଙ୍କର ଇଚ୍ଛାକୁ ସେ କଣ କଲେ? ଭଗବାନଙ୍କ ସେବାରେ ଲଗେଇଦେଲେ। ତେଣୁ ଏଇଭଳି ଆମକୁ ସ୍ପିରିଚୁଆଲାଇଜ କରିବାକୁ ପଡିବ। ପ୍ରଥମେ କହିଲି କଣ୍ଟ୍ରୋଲ କରିବା ଆମର ବିଚାର ବୁଦ୍ଧି ଦ୍ୱାରା, ଯେମିତି ମୁଁ ଉପରେ ଆଗରୁ କହି ଆସିଲି। ଏବଂ ନେକ୍ସଟ ମୁଁ କହୁଛି ସ୍ପିରିଚୁଆଲାଇଜେସନ, ଆମର କାମକୁ ସ୍ପିରିଚୁଆଲାଇଜ କରିବା। ଏବଂ କଣ୍ଟ୍ରୋଲ ଯୋଉ ଜିନିଷଟା ମୁଁ କହିଲି, ସେଥିରେ ଆମେ କଣ କରିବା ନା ଆମେ ଆମର ଆବଶ୍ୟକତାରେ ଆମର ସନ୍ତୁଷ୍ଟି ହବା। ଯାହା ଆମର ଜୀବନରେ ଆବଶ୍ୟକତା ସେଇଥିରେ ସନ୍ତୁଷ୍ଟି ହବା, କିନ୍ତୁ ଯାହା ଆମର ଆବଶ୍ୟକତା ପରେ ଆମର ଯାହା ଏକ୍ସପେକ୍ଟେସନ ବା ଆକାଂକ୍ଷା ବା ଯାହା କାମନା, ତାକୁ ପରିତ୍ୟାଗ କରିବା। ଚାଣକ୍ୟ କହୁଛନ୍ତି ଯେ ତିନିଟା ଜିନିଷରେ ସବୁବେଳେ ସାଟିସ୍ଫାଇଡ ହୁଅ: ସଦାରେ, ଭୋଜନେ, ଦାନେ। ତିନିଟା ଜିନିଷ, ମାନେ ନିଜ ସ୍ତ୍ରୀ ଯେତେ ଅସୁନ୍ଦରୀ ହଉ ପଛେ ଯଦି ଗୁଣବତୀ, ତାକୁ ଆମେ ବାସ୍ ଆମେ ସନ୍ତୁଷ୍ଟ ହବା। ପର ସ୍ତ୍ରୀକୁ ଯେତେ ସୁନ୍ଦର ହେଇଥାଉ ପଛେ ଆମେ ଉଣ୍ଡିବାନି। ଏବଂ ଘର ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବା, କାରଣ ବାହାରେ ପିଆଜ ରସୁଣ ମସଲାରେ ତିଆରି, ଯାହାକି କ୍ଷତି କରିବ ଆମର ଶରୀର। ତେଣୁ ସନ୍ତୁଷ୍ଟ ହବା ଦରକାର। ବାହାର ବା ରେଷ୍ଟୁରାଣ୍ଟ ବା ହୋଟେଲର ଖାଦ୍ୟ ଅପେକ୍ଷା ଘର ଖାଦ୍ୟରେ ତିନିଟା ଜିନିଷରେ ସନ୍ତୁଷ୍ଟ ଇଏ ଆବଶ୍ୟକତା ଆମ ଜୀବନରେ, ଯେ ଆବଶ୍ୟକତା ସେଇଥିରେ ସାଟିସ୍ଫାଇଡ ହୁଅ। ଏବଂ ଯେତିକି ଧନ ଆମ ପାଖରେ ଅଛି, ବାସ୍ ସେତିକି। ଅନ୍ୟର ଧନକୁ ହଡପ କରିବା ପାଇଁ ଆମେ ଚେଷ୍ଟା କରିବାନି। ଗୁଡେ ଧନ ଆଣିକି ଠୁଳ କରିବାକୁ ଚେଷ୍ଟା କରିବାନି। ଗଲତ ଉପାୟରେ ପଇସା ରୋଜଗାର କରି, ଚୋରି କରି, ବିଭିନ୍ନ ନା, ଆମେ କୌଣସି ଉପାୟରେ ପଇସାକୁ ଏକାଠି କରିବା, ସଂଗ୍ରହ କରିବା, ଏ ମନୋବୃତ୍ତି ଆମକୁ ଛାଡି, କାରଣ ଆବଶ୍ୟକତା ନାହିଁ। ଆମର ଯେତିକି ପାଖରେ ଅଛି ସେଇ ଅନୁସାରେ, ଆବଶ୍ୟକତା ଅନୁସାରେ ଆମେ କରିବା। ତେଣୁ ସେଥିପାଇଁ ବି ସାଟିସ୍ଫାଇଡ ୱିଥ୍ ଥ୍ରୀ ଥିଙ୍ଗସ୍: ସୋଦାରେ, ଭୋଜନେ, ଦାରା, ଦାରା ମାନେ ହଉଛି ସ୍ତ୍ରୀ, ଯୋଉ ଦାରେ, ସୋଦାରେ, ଭୋଜନେ ଆଣ୍ଡ ଦାନେ। ଇଏ ହେଲା, ତାହେଲେ ଆମେ ଏ କଣ୍ଟ୍ରୋଲ କଲେ, ନିୟନ୍ତ୍ରଣ କଲେ। ଏବଂ ଚାଣକ୍ୟ କହୁଛନ୍ତି କେମିତି ସ୍ପିରିଚୁଆଲାଇଜ କରିବା। କହୁଛନ୍ତି ନେଭର ବି ସାଟିସ୍ଫାଇଡ ୱିଥ୍ ସ୍ୱ ଅଧ୍ୟୟନେ, ଜପ ଆଣ୍ଡ ଦାନ। ଉପରେ କହିଲେ କଣ୍ଟ୍ରୋଲ କରିବ କଣ? ସଦାରେ, ଭୋଜନେ, ଧନେ। କିନ୍ତୁ ଏଠି କହୁଛନ୍ତି ସ୍ପିରିଚୁଆଲାଇଜ କରିବା ସ୍ୱାଧ୍ୟାୟନ। ସ୍ୱାଧ୍ୟାୟନ ମାନେ ଯୋଉ ଶାସ୍ତ୍ର ପଢିବା, ତାହେଲେ ଆମର ଜ୍ଞାନ ହବ, ଆମର ମାଇଣ୍ଡର ପ୍ୟୁରିଫିକେସନ ହବ, ଶୁଦ୍ଧ ହବ। ଆମେ ଗୀତା ଭାଗବତମ ପଢିବା, ଜପ କରିବା, ये माइंड प्यूरिफाई करिवो, कामना को प्यूरिफाई करिवो। एवं दान, ए तीनटा जिनस आम संतुष्ट हवा कथा नहीं। जिते जप करिया कथा करिवा, जिते आम वेद शास्त्र पाठ करिवा कथा, गीता भागवतम पढ़िया कथा पढ़िवा, एवं जिते दान करिवा कथा करिवा, ताले आम स्पिरिचुअलाइज कले। सेमती जो भय जिनसटा भगवान कहउचंती, ताकू मध्य आम स्पिरिचुअलाइज करि परिवा केमिति ना, जेमिति हनुमान कौन कले, तांकर जो क्रोध को से कौन कले, स्वर्ण लंका को जळई देले, जड़े कि कौन कले, भगवान को, रामचंद्र को खुशी करे देले, एवं भगवान को भल भक्त ही पारले से। सेमती कृष्ण एटी महाभारत युद्ध रे अर्जुन को
ପ୍ରୟାସ କରୁଛନ୍ତି ଯେ ତାଙ୍କର ରାଗକୁ ସେ ୟୁଟିଲାଇଜ କରିବା ପାଇଁ ତାଙ୍କର ଶତ୍ରୁ ବିରୁଦ୍ଧରେ ଭଗବାନଙ୍କର ସନ୍ତୁଷ୍ଟି ପାଇଁ, କୃଷ୍ଣଙ୍କର ସାଟିସ୍ଫାକ୍ସନ ପାଇଁ, କୃଷ୍ଣ ଯାହା ଚାହୁଁଛନ୍ତି। ତେଣୁ ତାଙ୍କର ଯୋଉ କ୍ରୋଧ ଆସୁଛି ସେ କ୍ରୋଧକୁ ସେ କହୁଛନ୍ତି ୟୁଟିଲାଇଜ କର ଏନିମି ମାନଙ୍କୁ ସଫା କରିବା ପାଇଁ, ଯୋଉଟା କି ମୁଁ ଚାହୁଁଛି ଏବଂ ମୋ ସାଟିସ୍ଫାକ୍ସନ ପାଇଁ କର। ଏଇଭଳି ତେଣୁ କ୍ରୋଧକୁ ମଧ୍ୟ ଆମେ ସ୍ପିରିଚୁଆଲାଇଜ କରିପାରିବା। ତ ଏଇଭଳି ଆମେ ଦେଖିଲେ କାମ, ହଁ, ମେନ୍ ଜିନିଷ ହଉଛି କାମ। କାମ କୋଉଠୁ ଆସୁଛି ଆମେ ଜାଣିଲେ, କାମ କଣ ଜାଣିଲେ, କାମନା ଯୋଉଟା ଆମେ ଯାହାକୁ କହୁଛେ, ଏବଂ ସେଥିରେ ଭଗବାନ ଯୋଉ କହୁଛନ୍ତି ମହାସନ କେମିତି ଇଏ ସର୍ବଗ୍ରାସୀ, କେମିତି ଆମର ଶତ୍ରୁ, ଇଏ କେମିତି ମହାପାପମା, ମାନେ ଇଏ ହଉଛି ପାପ ପୂର୍ଣ୍ଣ, ତାକୁ ମଧ୍ୟ ଡିସ୍କସନ କଲେ। କେମିତି ହଉଛି ମାନେ ସବୁ ପାପର ଜନ୍ମଦାତା, ଏଥିରୁ କେମିତି ଦୁଃଖ ମିଳୁଛି ଏବଂ ବିନାଶଶୀଳ ଜିନିଷ ପାଇଁ କେମିତି ଆମେ ତାକୁ ମାନେ ବହୁତ ମହତ୍ଵ ଦେଇଛେ, ଏବଂ ସେହି ଦୁଃଖର କାରଣ କାହିଁକି ନା ସେମାନେ ବିନାଶଶୀଳ, ସେମାନେ ଟେମ୍ପୋରାରୀ, ଆମେ ଅବିନାଶୀ। ଅବିନାଶୀର ବିନାଶଶୀଳ ସହିତ ସମ୍ପର୍କ ରହିପାରିବନି। ଆମେ ପରମାନେଣ୍ଟ, ସେ ଟେମ୍ପୋରାରୀ ସହିତ ସମ୍ପର୍କ ରହିବ, ସେ ଛାଡିକି ଚାଲିଯିବ, ନହେଲେ ଆମେ ଛାଡିକି ଚାଲିଯିବା। ତେଣୁ ଏଇଭଳି ଆମେ ବହୁତ ଜିନିଷ ଡିସ୍କସନ କଲେ ଏବଂ ଭଗବାନ କହୁଛନ୍ତି ଏଠି ଆଉ ଚାରୋଟି ଜିନିଷ ଆମେ ଡିସ୍କସନ କଲେ କଣ୍ଟ୍ରୋଲ କରିବା ପାଇଁ ଆମର ବିଚାର ବୁଦ୍ଧି ଦ୍ଵାରା ଏ କାମନାକୁ କଣ ନା ଆମେ ଆମର ଯାହା ଆବଶ୍ୟକତା ସେ ତାକୁ ଫୁଲଫିଲ କରିବା, ଆବଶ୍ୟକତା ପରେ ଯାହା ସେଇଟା ହଉଛି ଏକ୍ସପେକ୍ଟେସନ, କାମନା, ତାକୁ ତ୍ୟାଗ କରିବା ମୋଷ୍ଟ ଇମ୍ପୋର୍ଟାଣ୍ଟ। ସେକେଣ୍ଡ କହୁଛନ୍ତି ଆମେ ବହୁତ ଜିନିଷ କାମନା କରୁଛେ କିନ୍ତୁ ଆମ କଣ୍ଟ୍ରୋଲରେ ନାହିଁ, ତାକୁ ଭଗବାନଙ୍କୁ ଛାଡ଼ିଦବା, ସେଗୁଡ଼ିକ ଭଲ କାମନା। ଏବଂ ଆଉ କେତେ ଗୁଡ଼ିଏ ପ୍ରପୋଜାଲ ମାଇଣ୍ଡରେ ଆସୁଛି, ତାକୁ ଆମେ ତ୍ୟାଗ କରିବା। ଆଉ ଯେ ମନର କାମ ହେଲା ବିଭିନ୍ନ କାମନା ଏ ମନରେ ଆସିବ, ତାର କାମ ସେଇଆ। ତେଣୁ ଯାହା ଆସୁଛି ତାକୁ ସେଇଠି ଦବେଇ ଦବା। ଯେମିତି ସମୁଦ୍ରରେ ଢେଉ ଉଠୁଛି, ଢେଉ ପୁଣି ତଳେ ପଡୁଛି, ସେଇ ସମୁଦ୍ରରେ ଲୀନ ହେଇଯାଉଛି। ସେମିତି ଏ କାମନା ଉଠିବ, ଜାଗ୍ରତ ହବ, କିନ୍ତୁ ତାକୁ ଆମେ ଏନକରେଜ କରିବାନି, ସେ ସେମିତି ଦବିଯିବ। এইଭଳି ଚାରୋଟି ୱେରେ ଆମେ କଣ୍ଟ୍ରୋଲ କରିବା। ଏବଂ ଭଗବାନ ତ ଆମେ ଡିସ୍କସନ କଲେ ଯେ ଭଗବାନ ଆମେ ଯେହେତୁ ଭୋଗ ବୃତ୍ତି ନେଇକି ଆସିଲେ, କାମନା ନେଇକି ଆସିଲେ ଭୋଗ କରିବା ପାଇଁ, ଆମର ଲଭ ଲଷ୍ଟକୁ କନଭର୍ଟ ହେଇଗଲା, ସେଥିପାଇଁ ଏ ଜଗତ ତିଆରି କଲେ କାମନାର ପୂର୍ତ୍ତି କରିବା, କିନ୍ତୁ ଜେଲ ଭଳିଆ କଲେ ସୁଧାର ପାଇଁ, ଆମେ ପୁଣି ସହି ରାସ୍ତାକୁ ଯାଇପାରିବା ପାଇଁ ଯେମିତି ତାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ତେଣୁ କେମିତି କନଭର୍ଟ କରିବା ନା ଆମେ ସ୍ପିରିଚୁଆଲାଇଜ କରିବାକୁ ପଡିବ ଆମର କାମନାକୁ। ନାମ ଜପ, ଭଗବାନଙ୍କର ସେବା, ଚାରି ନିୟମ ପାଳନ, ଏସବୁ ଜିନିଷ ଏଇଭଳି ଆମେ ଆଲୋଚନା କଲେ। ଆଜି ସମୟ ହେଇଯାଇଛି, ଏଇଠି ରହିବା। ହରେ କୃଷ୍ଣ। ग्रंथराज श्रीमद् भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।